2025 ମସିହା ମେ ମାସ 25 ତାରିଖରେ ମୁକ୍ତିମୁଖ୍ୟ କ୍ଲାସରେ ଶ୍ରୀ ଭଗବାନ ପ୍ରଦାନ କରିଥିବା ଜ୍ଞାନର ଓଡ଼ିଆ ଅନୁବାଦ। ପ୍ରଥମ ପ୍ରଶ୍ନ, ପ୍ରିୟ ଶ୍ରୀ ଭଗବାନ, ଏହି ଗ୍ରହକୁ କେବେ ସୁବର୍ଣ୍ଣ ଯୁଗ ଆସିବ ଏବଂ ଏହା କିପରି ଆସିବ? ଏଥିରେ ଆନ୍ଦୋଳନର ଭୂମିକା କ'ଣ? ଶ୍ରୀ ଭଗବାନଙ୍କ ଉତ୍ତର, ଆମେ ଏହି ଆନ୍ଦୋଳନକୁ ସୁବର୍ଣ୍ଣ ଯୁଗ ଆନ୍ଦୋଳନ ବୋଲି କହିଥାଉ। ଏହି ପ୍ରକାରରେ ପ୍ରାୟ ସମଗ୍ର ବିଶ୍ୱରେ ଏହାକୁ ସୁବର୍ଣ୍ଣ ଯୁଗ ଆନ୍ଦୋଳନ କୁହାଯାଏ। ଭାରତରେ ଆମେ ଏହି ନାମକୁ ଅଧିକ ଉପଯୋଗ କରିନଥାଉ, କିନ୍ତୁ ଏହି ଆନ୍ଦୋଳନକୁ ସୁବର୍ଣ୍ଣ ଯୁଗ ଆନ୍ଦୋଳନ କୁହାଯାଏ। ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇସାରିଛି। ଏହା ଏକ ଆନ୍ଦୋଳନ, ଅର୍ଥାତ୍ ଏହା ଏକ ଯାତ୍ରା। ଆମେ ଏହି ଯାତ୍ରାରେ ଅଛୁ ଏବଂ ଯାତ୍ରା ଆରମ୍ଭ ହୋଇସାରିଛି। ଏହି ଯାତ୍ରା ସମ୍ଭବତଃ ଆଉ 1000 କିମ୍ବା 1500 ବର୍ଷ ଧରି ଚାଲିବ। ତାପରେ ଯାତ୍ରା ଶେଷ ହୋଇଯିବ, କାରଣ ଏହାପରେ ଆମେ ମଣିଷମାନେ ଅନ୍ୟ ଏକ ପ୍ରଜାତିରେ ବିକଶିତ ହୋଇଯାଇଥିବୁ। ଏହି ପ୍ରଜାତି ଆଉ ନଥିବେ। ଆମେ ହୋମୋସାପିଏନ୍ସ ପ୍ରଜାତି ଆଉ ନଥିବୁ। ଏକ ନୂତନ ପ୍ରଜାତି ନିୟନ୍ତ୍ରଣ ନେବେ। ଏଥିପାଇଁ ସମ୍ଭବତଃ 1000ରୁ 1500 ବର୍ଷ ମଧ୍ୟରେ ସମୟ ଲାଗିବ। ସୁବର୍ଣ୍ଣ ଯୁଗ ହେଉଛି ଏକ ଯାତ୍ରା ଯାହା ଆରମ୍ଭ ହୋଇଯାଇଛି ଏବଂ ଆମେ ସେହି ଯାତ୍ରାରେ ଅଛୁ। ଅନେକ କିଛି ଘଟିବ। କିଛି କଥା ଆପଣଙ୍କୁ ମୁଁ କହିବି, କେତେକ କଥା ମୁଁ ଆପଣଙ୍କୁ କହିବି ନାହିଁ, କାରଣ ଯଦି ମୁଁ ସେଗୁଡ଼ିକ ବିଷୟରେ କହିବି ଆପଣମାନେ ବିଚଳିତ ହୋଇଯିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣମାନଙ୍କୁ ବିଚଳିତ ନ କରାଇବା। ଉଦାହରଣ ସ୍ୱରୂପ, ସ୍ୱ ଇଚ୍ଛା ବିଷୟରେ ଅଳ୍ପ କିଛି କହିବା ଦ୍ୱାରା ବିଶୃଙ୍ଖଳା ସୃଷ୍ଟି ହୋଇଛି। କିନ୍ତୁ ଏହି ବ୍ରହ୍ମାଣ୍ଡ ବିଷୟରେ, ଈଶ୍ୱରଙ୍କ ବିଷୟରେ ଓ ମାନବ ଜାତିଙ୍କ ବିଷୟରେ ଆହୁରି ଅନେକ କିଛି ଅଛି। ଆପଣ ଏସବୁ ଜାଣିବା ପାଇଁ ପ୍ରସ୍ତୁତ ନାହାନ୍ତି, ତେଣୁ ଏସବୁ କୁହାଗଲେ ଆପଣ ବିଚଳିତ ହେବେ। ଆମେ ଏପରି କିଛି କରିବୁ ନାହିଁ ଯାହା ଆପଣଙ୍କୁ ବିଚଳିତ କରିବ। ତେଣୁ ଯାହା ନିରାପଦ ଭାବରେ କୁହାଯାଇପାରିବ ତାହା ମୁଁ କହିବି। ଜିନିଷଗୁଡ଼ିକ ଟିକେ ଜଟିଳ ହୋଇପାରେ, କିନ୍ତୁ ଦୟାକରି ଏହାକୁ ବୁଝିବାକୁ ଚେଷ୍ଟା କରନ୍ତୁ, କାରଣ ଏହା ଆପଣଙ୍କୁ ଭବିଷ୍ୟତରେ ସାହାଯ୍ୟ କରିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଯେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାରେ ବୈପ୍ଳବିକ ଅଗ୍ରଗତି ହେବ। ଏହା ଅତ୍ୟନ୍ତ ଦ୍ରୁତ ଗତିରେ ପ୍ରବାହିତ ହେବ, ଯାହା ବିଷୟରେ ଆପଣଙ୍କର କୌଣସି ଧାରଣା ନାହିଁ। ଆପଣ ଯାହା ଆଶା ମଧ୍ୟ କରିପାରିବେ ନାହିଁ। ସରଳ ଭାବରେ କହିବାକୁ ଗଲେ, ଆପଣମାନେ ସମସ୍ତେ ଏବେ କ୍ୱାଣ୍ଟମ୍ କମ୍ପ୍ୟୁଟର ବିଷୟରେ ଜାଣନ୍ତି। ଏହା ବିଷୟରେ ବହୁତ ଶୁଣିବାକୁ ମିଳୁଛି। ତେଣୁ ଆପଣମାନଙ୍କ ମଧ୍ୟରୁ ଅଧିକାଂଶ କ୍ୱାଣ୍ଟମ୍ କମ୍ପ୍ୟୁଟର କ'ଣ ଏବଂ ଲୋକମାନେ ଏହି କମ୍ପ୍ୟୁଟରରେ କ'ଣ କରୁଛନ୍ତି ଜାଣିଛନ୍ତି, କାରଣ ବର୍ତ୍ତମାନ ଏହାର ବ୍ୟବହାର ହେଉଛି। ବର୍ତ୍ତମାନ ଏହି କ୍ୱାଣ୍ଟମ୍ କମ୍ପ୍ୟୁଟର ଗୁଡ଼ିକ ଏକ ବିରାଟ ପ୍ରଗତି ନେବାକୁ ଯାଉଛନ୍ତି। ସେଗୁଡ଼ିକ ବହୁତ ଉନ୍ନତ ଏବଂ ଏକ ଅବିଶ୍ୱସନୀୟ ପ୍ରଗତି ପଥରେ ଯାଉଛନ୍ତି। ଏହା ସହିତ AI ମଧ୍ୟ ଦ୍ରୁତ ପ୍ରଗତି ଆଡ଼କୁ ଯାଉଛି ଏବଂ କେବଳ ସେତିକି ନୁହେଁ, ଏହି ଦୁଇଟି ଏପରି ମିଶ୍ରିତ ହେବେ ଯାହା ଆପଣ ଆଶା କରିନଥିବେ। ଏହାର ପରିଣାମ ସ୍ୱରୂପ ଆପଣ ବିଜ୍ଞାନ ବିଷୟରେ ଏକ ସମ୍ପୂର୍ଣ୍ଣ ଭିନ୍ନ ବୁଝାମଣା ପ୍ରାପ୍ତ କରିବେ ଏବଂ ଆପଣ ଏପରି ଏକ ପ୍ରଯୁକ୍ତି ବିଦ୍ୟା ସଂସ୍ପର୍ଶରେ ଆସିବେ ଯାହା ଆପଣ କେବେ ମଧ୍ୟ ସ୍ୱପ୍ନରେ ଭାବିନଥିବେ। ଏହା ଘଟିବାକୁ ଯାଉଛି ଏବଂ ଏହା ଖୁବ୍ ଶୀଘ୍ର ଘଟିବ। ଏଠାରେ ପରିବର୍ତ୍ତନ ସମସ୍ୟା ନୁହେଁ, ବରଂ ଯେଉଁ ଗତିରେ ପରିବର୍ତ୍ତନ ଆସିବ ତାହା ହିଁ ସମସ୍ୟା ହେବ। ବର୍ତ୍ତମାନ ଆପଣମାନଙ୍କର ଜୀବନ ହେଉଛି ଶଗଡ଼ରେ ଯାତ୍ରା କରିବା ପରି। ଆପଣ ଏଥିରେ ଅଭ୍ୟସ୍ତ।
ଏବେ ହଠାତ୍ ଆପଣଙ୍କୁ ବିମାନରେ ବସାଇ ଦିଆଯିବ। ଏହା ଆପଣ କିପରି ସାମ୍ନା କରିବେ? ଏହିପରି ଭାବରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାରେ ବ୍ୟାପକ ପରିବର୍ତ୍ତନ ଆସିବ। କ'ଣ ହେବାକୁ ଯାଉଛି ସେ ବିଷୟରେ ଆମେ ଏତେ ଗଭୀରକୁ ଯିବା ନାହିଁ। ବର୍ତ୍ତମାନ ଏହା ଆପଣଙ୍କ ପାଇଁ ଜରୁରୀ ନୁହେଁ। ମୁଁ କେବଳ କ'ଣ ହେବ ସେ ବିଷୟରେ କହିବି। ମନୁଷ୍ୟମାନଙ୍କ ପାଇଁ ଏହି ଗ୍ରହରେ ଆଉ କୌଣସି କାର୍ଯ୍ୟ ରହିବ ନାହିଁ। ସେଥିପାଇଁ ଆମେ ମୋକ୍ଷ ନାମ ଶ୍ଲୋକ ଜପ କରିବା ଜାରି ରଖିଛୁ, ଯେଉଁଠାରେ ଆମେ କହୁ କର୍ମଣ ବନ୍ଧାତ୍ ବିମୁକ୍ତି। ଏହାର ଅନେକ ଅର୍ଥ ରହିଛି, କିନ୍ତୁ ଏହାର ଗୁରୁତ୍ୱପୂର୍ଣ୍ଣ ଅର୍ଥ ହେଉଛି କର୍ମରୁ ମୁକ୍ତି। ଆପଣଙ୍କ ପାଇଁ ଆଉ କୌଣସି କାର୍ଯ୍ୟ ରହିବ ନାହିଁ। ସେ ବିଷୟରେ ଚିନ୍ତା କରନ୍ତୁ। ଶହ ଶହ କୋଟି ବର୍ଷର ସୃଷ୍ଟି, ଯେଉଁଥିରେ ଆପଣ ଏକ ଅଫିସରେ ବା ଏକ କାରଖାନାରେ ସମସ୍ତ କାର୍ଯ୍ୟ କରୁଛନ୍ତି, ଏହା ବନ୍ଦ ହୋଇଯିବା ହାସ୍ୟାସ୍ପଦ। ଏହି ଭବ୍ୟ ସୃଷ୍ଟିରେ ଆପଣ କାଗଜରେ କାଳିରେ ଲେଖିପାରିବେ, କିଛି ଟାଇପ୍ କରିପାରିବେ କିମ୍ବା ଏକ ମେସିନ୍ ଚଳାଇ ପାରିବେ। ଏଥିପାଇଁ ଏହି ବ୍ରହ୍ମାଣ୍ଡର ସୃଷ୍ଟି ହେବା ଆବଶ୍ୟକ। ତାହା ହିଁ କ'ଣ ଏହି ବ୍ରହ୍ମାଣ୍ଡ ସୃଷ୍ଟି ହେବାର ଉଦ୍ଦେଶ୍ୟ? ଜମା ନୁହେଁ। କାର୍ଯ୍ୟରୁ ସମ୍ପୂର୍ଣ୍ଣ ମୁକ୍ତି ମିଳିବ। ଯନ୍ତ୍ରପାତି ସବୁ କାର୍ଯ୍ୟ କରିବେ। ସେମାନେ ଆପଣଙ୍କ ପାଇଁ ସବୁକିଛି କରିବେ। ସମସ୍ତେ ଯାହା ଚାହିଁବେ ତାହା କିଛି ନ କରି ମାଗଣାରେ ପାଇବେ। ଆପଣ ଯାହା ଚାହୁଁଛନ୍ତି ସରକାର ତାହା ପୂରଣ କରିବେ। ବର୍ତ୍ତମାନ କେତେକ ଦେଶ ଏହି ବିଷୟରେ ଛୋଟ ଛୋଟ ପରୀକ୍ଷଣ କରୁଛନ୍ତି। ସେଠାରେ ଲୋକମାନଙ୍କୁ ଏପରି ସ୍ଥାନରେ ରହିବାକୁ ଅନୁମତି ଦିଆଯାଉଛି ଯେଉଁଠାରେ ସେମାନଙ୍କର ସମ୍ପୂର୍ଣ୍ଣ ଯତ୍ନ ନିଆଯାଉଛି। ଏକମାତ୍ର ସର୍ତ୍ତ ହେଉଛି ସେମାନେ କୌଣସି କାର୍ଯ୍ୟ କରିବେ ନାହିଁ। ଖୁସି କିମ୍ବା ଆନନ୍ଦ ପାଇଁ ଆପଣ ଯାଇ କାର୍ଯ୍ୟ କରିପାରିବେ, କିନ୍ତୁ ଆପଣ ଜୀବିକା ଅର୍ଜନ ପାଇଁ କାର୍ଯ୍ୟ କରିପାରିବେ ନାହିଁ। ଆପଣଙ୍କର ଆନନ୍ଦ ଏବଂ ଖୁସି ପାଇଁ ଆପଣ ଯାଇ କାର୍ଯ୍ୟ କରିପାରିବେ, କିନ୍ତୁ ଆପଣଙ୍କର ଜୀବିକା ପାଇଁ ନୁହେଁ। କେତେକ ଦେଶରେ ଏହା ଘଟି ଚାଲିଛି। ଉଦାହରଣ ସ୍ୱରୂପ, କିଛି ମାସ ପୂର୍ବରୁ ମୁଁ ପୃଥିବୀର ଅନ୍ୟ ଭାଗରେ ଥିବା ଆମର କିଛି ୱାର୍ନେସ୍ ସେଣ୍ଟର ଗୁଡ଼ିକର ଅନୁଧ୍ୟାନ କରୁଥିଲି। ଗୋଟିଏ ନିର୍ଦ୍ଦିଷ୍ଟ ଦେଶରେ ମୁଁ ଦେଖିଲି ଯେ ସେମାନେ 3ରୁ 4 ଜଣ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି ଏବଂ ସେମାନଙ୍କୁ ଖୁବ୍ ଭଲ ବେତନ ମଧ୍ୟ ଦେଉଛନ୍ତି। ଏହା ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି ଯେ ଆମର ସଂସ୍ଥା କିପରି ଏତେ ଭଲ ବେତନ ଦେଇପାରୁଛି। ଏହା କେବଳ ଆମର ଏକ ଛୋଟ ୱାର୍ନେସ୍ ସେଣ୍ଟର ଅଟେ। ଅବଶ୍ୟ ଏଠାକୁ ନିୟମିତ ଭାବରେ ଲୋକମାନେ ଆସନ୍ତି, ଧ୍ୟାନ ଓ ପ୍ରାର୍ଥନା ଇତ୍ୟାଦି କରନ୍ତି। ମାତ୍ର ଆମେ ସେହି ସେଣ୍ଟର ରକ୍ଷଣାବେକ୍ଷଣ କରୁଥିବା 3 ଜଣ କର୍ମଚାରୀଙ୍କୁ ବେତନ ଦେଉଛେ। ତେଣୁ ଯେତେବେଳେ ମୁଁ ଏ ସମ୍ପର୍କରେ ଯାଞ୍ଚ କରିଲି, ସେହି ସେଣ୍ଟରର ମୁଖ୍ୟ ତତ୍ତ୍ୱାବଧାରକ ମୋତେ ଅବଗତ କରାଇଲେ ଯେ ସେହି କର୍ମଚାରୀମାନେ ସିଧାସଳଖ ସରକାରଙ୍କ ଠାରୁ ବେତନ ପାଉଛନ୍ତି। ମୁଁ ପୁନଶ୍ଚ ପଚାରିଲି ଯେ ଏହା ଆମର ୱାର୍ନେସ୍ ସେଣ୍ଟର, ସେମାନେ ଆମର କର୍ମଚାରୀ, ସରକାର କିପରି ସେମାନଙ୍କୁ ବେତନ ପ୍ରଦାନ କରୁଛନ୍ତି? ପରେ ମୁଁ ଜାଣିବାକୁ ପାଇଲି ଯେ ସେହି ଦେଶରେ ଯଦି ଆପଣ ଅନୁଭବ କରନ୍ତି ଯେ ଆପଣ କୌଣସି କାର୍ଯ୍ୟ କରିବାକୁ ଚାହାନ୍ତି ନାହିଁ, ତେବେ ଆପଣଙ୍କୁ କୌଣସି କାର୍ଯ୍ୟ କରିବାକୁ ପଡ଼ିବ ନାହିଁ। ସରକାର ଆପଣଙ୍କର ସମସ୍ତ ଦାୟିତ୍ୱ ବହନ କରିବେ। କେବଳ ତାହା ନୁହେଁ, ଯଦି ଆପଣ କହିବେ ଯେ ମୁଁ କେବଳ ଏହିଠାରେ ହିଁ କାମ କରିବାକୁ ଚାହେଁ, ଅନ୍ୟ କେଉଁଠାରେ ନୁହେଁ, ତେବେ ମଧ୍ୟ ସରକାର ଆପଣଙ୍କୁ ସେପରି କରିବାର ଅନୁମତି ପ୍ରଦାନ କରିବେ। ଏହି 3 ଜଣ ବ୍ୟକ୍ତି ମଧ୍ୟ ସରକାରଙ୍କୁ ଜଣାଇଲେ ଯେ ସେମାନେ କେବଳ ଏହି ୱାର୍ନେସ୍ ସେଣ୍ଟରରେ ହିଁ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ଅନ୍ୟଥା ସେମାନେ କୌଣସି କାର୍ଯ୍ୟ କରିବାକୁ ଚାହୁଁନାହାନ୍ତି। ତେଣୁ ସେମାନେ ଆମର କର୍ମଚାରୀ ହୋଇଗଲେ ଏବଂ ଆମକୁ 3 ଜଣ ବହୁତ ପ୍ରତିବଦ୍ଧ କର୍ମଚାରୀ ମିଳିଗଲେ, ଯେଉଁମାନେ ସରକାରଙ୍କ ଦ୍ୱାରା ଖୁବ୍ ଭଲ ବେତନ ପ୍ରାପ୍ତ। ଆପଣ କ'ଣ ଏପରି କିଛି ଘଟୁଥିବାର କଳ୍ପନା କରିପାରିବେ କି? ଅନ୍ତତଃ ଆମର ଭାରତରେ
ଏପରି କିଛି ଘଟୁଥିବାର ଆପଣ କଳ୍ପନା କରିପାରିବେ କି? ଅବଶ୍ୟ ତାହା ଏକ ଉନ୍ନତ ଦେଶ। କେବଳ ସେତିକି ନୁହେଁ, ଏହା ଆହୁରି ଅଧିକରୁ ଅଧିକ ମାତ୍ରାରେ ଘଟିବ। ଆହୁରି ମଧ୍ୟ ଅନେକ ଆଶାୟୀ ପ୍ରାର୍ଥୀ ଆମକୁ ଆବେଦନ କରିଥିଲେ, ମାତ୍ର ସେମାନଙ୍କର ସରକାର କେବଳ 3 ଜଣଙ୍କୁ ହିଁ ସେଠାରେ ନିଯୁକ୍ତି ପ୍ରଦାନ କରିଲେ। ଅନ୍ୟମାନେ ଅନ୍ୟତ୍ର ନିଯୁକ୍ତି ପାଇଲେ। ନିଯୁକ୍ତି ଯାହା କେବଳ ସେମାନଙ୍କର ସମୟ ଅତିବାହିତ କରିବା ନିମନ୍ତେ ଉଦ୍ଦିଷ୍ଟ। ତେଣୁ ବିଶ୍ୱ ପରିବର୍ତ୍ତିତ ହେଉଛି। ସେମାନେ କହିଲେ ଯେ ଏଠାରେ ଆମ ପାଇଁ କୌଣସି କାର୍ଯ୍ୟ ନାହିଁ, ମାତ୍ର ଆମକୁ ଏହି ସେଣ୍ଟରରେ ରହିବାକୁ ଏବଂ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଭଲ ଲାଗୁଛି। ତେଣୁ ଏପରି ଘଟିବା ଆରମ୍ଭ ହୋଇସାରିଛି। ବର୍ତ୍ତମାନ ଏହିପରି ଘଟଣା ଆହୁରି ଦ୍ରୁତ ଗତିରେ ଘଟିତ ହେବାକୁ ଯାଉଛି। ତେଣୁ ବର୍ତ୍ତମାନ ପ୍ରଶ୍ନ ଏହା ନୁହେଁ ଯେ ଆପଣ କିଏ ଏବଂ କ'ଣ। ଆପଣ ଏକ କାର୍ ପାଇବାକୁ ଇଚ୍ଛା କରୁଛନ୍ତି, ଆପଣଙ୍କୁ ଏହା ମିଳିବ। ଆପଣ ଏକ ପିକନିକରେ ଯିବାକୁ ଚାହୁଁଛନ୍ତି, ହଁ, ଆପଣ ଯାଇପାରିବେ। ଆପଣ ଏକ ହୋଟେଲରେ ବସି ଉପଭୋଗ କରିବାକୁ ଚାହୁଁଛନ୍ତି, ଆପଣ ତାହା କରିପାରିବେ। ଏଥିପାଇଁ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ଆପଣ ଯାହା କିଛି ମଧ୍ୟ ଚାହାନ୍ତୁ, ସରକାର ଏହାକୁ ପୂରଣ କରିବା ନିମନ୍ତେ ଅତ୍ୟନ୍ତ ଆଗ୍ରହୀ ହେବେ। ଏହାର କାରଣ କ'ଣ ଆପଣ ଜାଣନ୍ତି କି? କାରଣ ଲୋକମାନେ ମୃତ୍ୟୁବରଣ କରିବାକୁ ଇଚ୍ଛୁକ ହେବେ। ଏହାର କାରଣ କ'ଣ? ଏହା ହେଉଛି ଏସବୁର ନକାରାତ୍ମକ ଦିଗ। ଏହାର ସକାରାତ୍ମକ ଦିଗ ହେଉଛି ଆଉ କରିବା ପାଇଁ କୌଣସି କାର୍ଯ୍ୟ ରହିବ ନାହିଁ। କର୍ମଣୋ ବନ୍ଧାତ୍ ବିମୁକ୍ତିଃ। ଆପଣଙ୍କୁ ଆଉ କଠିନ ପରିଶ୍ରମ କରି ବିଦ୍ୟା ଅଧ୍ୟୟନ କରିବାକୁ ପଡ଼ିବ ନାହିଁ। ସବୁ କିଛିର ପରିସମାପ୍ତି ହେବ ଏବଂ ଏହା ଶୀଘ୍ର ଘଟିବ। ତେବେ ଆପଣ କାହିଁକି ବଞ୍ଚିବେ? ଜୀବନ ଅତ୍ୟନ୍ତ ସରଳ ହୋଇଯିବ, ଯାହା ବର୍ତ୍ତମାନ ମଧ୍ୟ ଅଛି। ମାତ୍ର ଆପଣ ଏହାକୁ ବିଭିନ୍ନ ସମସ୍ୟା ଗୁଡ଼ିକ ମାଧ୍ୟମରେ ଘୋଡ଼ାଇ ଦେଉଛନ୍ତି। ବଞ୍ଚି ରହିବା ନିମନ୍ତେ ଆପଣ ଏହି ସମସ୍ୟା ଗୁଡ଼ିକ ଉପରେ ନିର୍ଭରଶୀଳ। ଆପଣ ଏହାକୁ ହୃଦୟଙ୍ଗମ କରନ୍ତି ନାହିଁ। ସବୁ କିଛି ପରିବର୍ତ୍ତିତ ହେବ। ଆପଣଙ୍କର ଜୀବନରେ ଆଉ କୌଣସି ଉଦ୍ଦେଶ୍ୟ ରହିବ ନାହିଁ। ପରିବାର ଗୁଡ଼ିକ ବହୁତ ଦୁର୍ବଳ ହୋଇଯିବେ। ବିବାହର ସଂଖ୍ୟା ହ୍ରାସ ପାଇବ ଏବଂ ସନ୍ତାନମାନଙ୍କର ସଂଖ୍ୟା ମଧ୍ୟ ହ୍ରାସ ପାଇବ। ସମସ୍ତେ ଯାଯାବର ଭଳି ହୋଇଯିବେ। ଉଦ୍ଦେଶ୍ୟହୀନ ଭାବରେ, ଅର୍ଥହୀନ ଭାବରେ ଏଣେ ତେଣେ ବିଚରଣ କରିବେ। କେତେଗୁଡ଼ିଏ ଅଗ୍ରଣୀ ଦେଶରେ ଅନେକ ସ୍ଥାନରେ ଏହା ଆରମ୍ଭ ହୋଇସାରିଲାଣି। ତେଣୁ ଏବେ କ'ଣ ହେବାକୁ ଯାଉଛି? ଏବେ ଏହି ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହେବାକୁ ଯାଉଛି। ବର୍ତ୍ତମାନ ଆମେ ଯାହା କିଛି ଦେଖୁଛେ, ଯଥା ପରିବାର, ଏହା ଖୁବ୍ ଶୀଘ୍ର ଅଦୃଶ୍ୟ ହୋଇଯିବ। ଲୋକମାନେ ସନ୍ତାନ ସନ୍ତତି ଲାଭ କରିବା ଓ ସେମାନଙ୍କର ଲାଳନ ପାଳନ କରିବା, ଏହା ମଧ୍ୟ ଖୁବ୍ ଶୀଘ୍ର ହଜିଯିବ। ଜୀବନ ଦୁର୍ବିସହ ହୋଇଯିବ। ଆତ୍ମହତ୍ୟା ହିଁ ଏକମାତ୍ର ଚାହିଦା ହୋଇଯିବ। ତେଣୁ ସରକାରଙ୍କୁ ଆପଣଙ୍କର ଯତ୍ନ ନେବାକୁ ହେବ। ଯଦି ଅଧିକରୁ ଅଧିକ ଲୋକ ଆତ୍ମହତ୍ୟା କରିବେ, ତେବେ ଜନସଂଖ୍ୟାର କ'ଣ ହେବ? ଏହା ଶେଷ ହୋଇଯିବ। ବର୍ତ୍ତମାନ ସୁଦ୍ଧା ମଧ୍ୟ ଅନେକ ଗୁଡ଼ିଏ ଦେଶରେ ଜନସଂଖ୍ୟା ହ୍ରାସର ସଂକେତ ମିଳିବା ଆରମ୍ଭ ହୋଇଗଲାଣି। ଲୋକମାନେ ବଞ୍ଚିବାକୁ ଇଚ୍ଛା କରିବେ ନାହିଁ, କାରଣ ସେମାନେ କରିବା ପାଇଁ କୌଣସି କାର୍ଯ୍ୟ ରହିବ ନାହିଁ। ସମାଧାନ କରିବା ପାଇଁ କୌଣସି ସମସ୍ୟା ରହିବ ନାହିଁ। ଆପଣଙ୍କର ସମସ୍ୟା ଗୁଡ଼ିକ କ'ଣ? ମୁଖ୍ୟତଃ ଆର୍ଥିକ ସମସ୍ୟା, ଯାହା ସରକାରଙ୍କ ଦ୍ୱାରା ପୂରଣ ହୋଇଯିବ। ପାରିବାରିକ ସମସ୍ୟା ଗୁଡ଼ିକ ରହିବ ନାହିଁ, କାରଣ ପରିବାର ଗୁଡ଼ିକ ହିଁ ରହିବେ ନାହିଁ। ତେଣୁ ଏପରି ଜୀବନର ଆପଣ କ'ଣ କରିବେ? ଏହା ହେଉଛି ଏହି ସମସ୍ତ ଉନ୍ନତିର ନକାରାତ୍ମକ ଦିଗ। ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ଏହି ବିଶାଳ ଉନ୍ନତିର ପ୍ରଭାବରୁ ଜୀବନ ନିଜର ସମସ୍ତ ଅର୍ଥ ଏବଂ ଉଦ୍ଦେଶ୍ୟ ହରାଇବ। କିଛି ହେଲେ ରହିବ ନାହିଁ। ସବୁ କିଛି ଏକତ୍ୱ ଆଡ଼କୁ ଅଗ୍ରସର ହେବ। ବର୍ତ୍ତମାନ
आमे एपरी एक समय अच्छे जेतेबेले सबकिछि विभाजित होई रहिछि गोटे दुईटी रे दुईटी चारोटी रे गोटे अनेक गुड़िए रे परिणत होइछि। ब्रह्मांडर आरंभ रे सबकिछि एक थिला जेउथिरु अनेक गुड़ियर सृष्टि हैला। एपरिकी आमर प्रिय सूर्य मध्य एकमात्र विशाल ग्यासीय पिंड थिला जहा धीरे धीरे अनेक गुड़िए छोट छोट ग्यासीय पिंड रे परिवर्तित हैला। ग्रह गुड़िकर सृष्टि हैला एवं एही क्रम रे शेष रे आमे एठारे पहुँचीछे। तेणु एहा एक जहा अनेक रे परिणत होइछि। वर्तमान एही यात्रा पुनश्च अनेक रु एक रे परिणत हेबार यात्रा समस्त प्रकार विभाजन अदृश्य होइजिव। एथिपाई किए दायी हेबो? क्वांटम कंप्यूटिंग एवं आर्टिफिशियल इंटेलिजेंस। एही क्वांटम कंप्यूटर नुहे एहा ताहा जहा आसीबाकु जाउछि एहाटारु बहुत अधिक उन्नत एवं बहुत अधिक आधुनिक। केवल ताहा ही एही सब अंतर्दृश्य सृष्टि करिबो एवं एहा द्वारा कौन हेबो? विभिन्न धर्म गुड़िक आउ रहिबो नाही, कारण एहा आउ कौनसी विभाजन को स्वीकृति देब नाही। वास्तव रे एहा समग्र ब्रह्मांड को विश्व को एवं लोक मानकु एपरि एक अंतर्दृष्टि प्रदान करिबो जहा द्वारा समस्त विभाजन चली जिवो। अर्थात सही धर्म गुड़िक जहा विभाजन सृष्टि करुछि सेगुड़िक चली जिवो। कौन से हेले विभाजित धर्मर अस्तित्व रहिबो नाही। केवल एकमात्र धर्म एहार नूतन अंतर्दृष्टि गुड़िक सहित रहिबो। एहा आपण मानक मध्यरु प्राय समस्तंकर निजर धर्म। केवल मात्र एही सनातन धर्म ही रहिबो। आपण एहाकु नूतन दृष्टि रे देखिबे। एहा निजकु पुनः आविष्कार करिबो। जो पुरातन अंतर्दृष्टि गुड़िक हजि जाइछि सेगुड़िक पुनर्बार अवस्थापित हेबो एवं सेही समान सनातन धर्म रे आपण नूतन अंतर्दृष्टि गुड़िक पाई परिबे। ए सबु केवल क्वांटम कंप्यूटर और एआई द्वारा ही संभव हेबो। एही संपूर्ण भिन्न भावधारा को आपण मध्य भिन्न भाव रे बुझी परिबे। जेपरी आपण एहा केबे बुझुछंती एहा ताहाटार संपूर्ण भिन्न हबो। जदिओ ताहा वर्तमान मध्य रहिछि आपण एहाकु नूतन भाव रे बुझिबे। एहा असाधारण अटे, मात्र आपण एही अंतर्दृष्टि हराइछंती। एहा परिवर्ते आपण कौन करुछंती? आपण केवल अनेक गुड़ी अर्थहीन सारहीन कथा गुड़िक कहउछंती। सारा विश्व रे समस्त धर्म केवल अर्थहीन एवं भित्तिहीन कथा गुड़िए कहउछंती। सेही सब किछि क्वांटम कंप्यूटर एवं एआई द्वारा नष्ट होई जिवो। अर्थहीन एवं भित्तिहीन सब किछि चली जिवो। केवल जहा अर्थपूर्ण नूतन अर्थरे परिपूर्ण सेगुड़िक ही आसीबो एवं सनातन धर्म रे रहिबो। सनातन धर्म समग्र पृथ्वी पाई विश्वगुरु पाल्टिबो। एहा हेबा आरंभ होई सारिछि। एहा आहुरी मध्य अधिकरु अधिक द्रुत गति रे घटिबो। आपण एहा जानि आश्चर्य हेबे जे एहा हेउछि सनातन धर्म। मु एहा विषय रे किछि चिंता करुथिली, किंतु वर्तमान एहा सबुठारु आधुनिक। हजार हजार वर्ष तळु एहा सेहीपरि थिला। कौन है आपण जानी नाहंती। भारत विषय रे अधिकरु अधिक आविष्कार करा जिवो। भारतर प्राचीन अतीत विषय मध्य अधिकरु अधिक आविष्कार करा जिवो। आश्चर्यजनक नूतन आविष्कार करा जिवो एवं सनातन धर्म विश्वगुरु हेबो। भारत अविश्वसनीय द्रुत गति रे उन्नति करिवो। एहा अर्थनैतिक दृष्टि बहुत समृद्ध होई जिवो, जो समृद्धि कल्पनातीत। मने रखंतु अतीत रे भारत को सुवर्ण पक्षी कुहा जाउथिला। आपण भारतर संपद उपरे इटालीर मार्को पोलोंकर वर्णना निश्चय पढ़िथिबे। भारतर केते संपद थिला कल्पना करंतु।
ଅନ୍ୟ କୌଣସି ଦେଶ ଏପରି ନଥିଲା। ମୁଁ ଏହି ବିଷୟରେ ଅଧିକ ଗଭୀରକୁ ଯିବି ନାହିଁ, ଏଥିପାଇଁ ବହୁତ ସମୟ ଲାଗିବ। ଆପଣ କ୍ୱାଣ୍ଟମ୍ କମ୍ପ୍ୟୁଟର ଏବଂ AI ଦ୍ୱାରା ସେଠାକୁ ଯାଇପାରିବେ ଏବଂ ଆମ ପାଖରେ ସେମାନଙ୍କ ପାଇଁ ଏକ ପ୍ରାକୃତିକ ଉପହାର ଅଛି। ଏହା ଆମର DNAରେ ଅଛି ଏବଂ ଆମେ ଏ ଦୁନିଆର ଯେକୌଣସି ଜିନିଷ ପାଇଁ ରୂପାନ୍ତରିତ ହେବୁ ଯେ ପର୍ଯ୍ୟନ୍ତ ଅନ୍ତିମ ପରିବର୍ତ୍ତନ ନ ଆସିଛି। ଆପଣ ପ୍ରକୃତିରେ ଶକ୍ତିଶାଳୀ ହେବେ। ଅପରପକ୍ଷରେ ଯଦି ଆପଣ ଏକ ସୁବର୍ଣ୍ଣ ପକ୍ଷୀ, ତେବେ ଆପଣଙ୍କୁ ନିଆଯିବ, ଆପଣଙ୍କୁ ଖଣ୍ଡ ଖଣ୍ଡ କରି କାଟି ରାନ୍ଧି ଖିଆ ହେବ। ଏହା ମାନସିକ ଭାବରେ ମଧ୍ୟ ବହୁତ ଶକ୍ତିଶାଳୀ ହେବ। ସନାତନ ଧର୍ମ ବିଶ୍ୱଗୁରୁ ହେବ, ଭାରତ ମଧ୍ୟ ବିଶ୍ୱଗୁରୁ ହେବ। ଏହି ସମସ୍ତ କଥା ଯାତ୍ରା ସମୟରେ ଘଟିବ। ନିଶ୍ଚିତ ଭାବରେ ଆମେ ଅନ୍ୟ ଏକ ପ୍ରଜାତି ହେବୁ। ହୋମୋସୋପିଏନ୍ସ ମାନେ ବୈଶ୍ୱିକ ଦୃଷ୍ଟିରୁ ଅନେକ ପ୍ରଜାତି ଥିଲେ। ମନୁଷ୍ୟ ପରି ପ୍ରଜାତି ଲୁପ୍ତ ହୋଇଯାଇଛନ୍ତି। ଆମଠାରୁ ଅଧିକ ଉଚ୍ଚତା ବିଶିଷ୍ଟ କିଛି ପ୍ରଜାତି ଆସିଥିଲେ, ସେମାନେ ଚାଲିଗଲେ। ଅଧିକ ବଡ଼ ପ୍ରଜାତି ଆସିଥିଲେ, ସେମାନେ ଚାଲିଗଲେ। ଛୋଟ ପ୍ରଜାତି ମଧ୍ୟ ଆସିଲେ, ଚାଲିଗଲେ। 8ଟି କିମ୍ବା 10ଟି ପ୍ରଜାତି ଆସିଲେ, ସେମାନେ ଚାଲିଗଲେ। ଆମେମାନେ କିନ୍ତୁ ବଞ୍ଚିଛୁ, କିନ୍ତୁ ସେମାନଙ୍କର ଜିନ୍ସ ଆମ ଭିତରେ ଅଛି। ଆମେ ସେମାନଙ୍କୁ ଆମ ଜିନ୍ ଭିତରେ ଏକତ୍ର କରିଛୁ। ସେମାନେ ସେଠାରେ ଅଛନ୍ତି ଏବଂ ଅବଶ୍ୟ ଏହା ଅନ୍ୟ କୌଣସି ପ୍ରଜାତିରେ ରୂପାନ୍ତରିତ ହେବ। ବର୍ତ୍ତମାନ ଏହି ସମସ୍ତ ଯାତ୍ରା ବୈଜ୍ଞାନିକ ଏବଂ ବୈଶ୍ୱିକ ଅଭିବୃଦ୍ଧି, ଅତି ଅପୂର୍ବ ବୈଜ୍ଞାନିକ ଦୃଷ୍ଟିକୋଣ ଏବଂ ଅସାଧାରଣ କଳ୍ପନାତୀତ ବୈଶ୍ୱିକ ଅଭିବୃଦ୍ଧି ଯୋଗୁଁ ଘଟିବ। ଯାହା ଘଟିବ ଆମେ ତାହା ବିଷୟରେ ଅଧିକ କହିପାରିବୁ ନାହିଁ। ସବୁକିଛି ହେଉଛି କେବଳ ବିଜ୍ଞାନ, ସବୁକିଛି କେବଳ ପ୍ରଯୁକ୍ତି ବିଦ୍ୟା, ଯାହା ଆପଣଙ୍କୁ ଆପଣଙ୍କର ସନାତନ ଧର୍ମକୁ ବୁଝିବାରେ ସାହାଯ୍ୟ କରିବ। ତଥାପି ଏହାକୁ ଧର୍ମ କୁହାଯିବା ଉଚିତ, ଅର୍ଥାତ୍ ବିଜ୍ଞାନ ଓ ଆଧ୍ୟାତ୍ମିକତା ଏକ ହୋଇଯିବେ। ବର୍ତ୍ତମାନ ସେମାନେ ଅଲଗା ହୋଇଯାଇଛନ୍ତି, ସେମାନେ ସମ୍ପୂର୍ଣ୍ଣ ଭାବେ ଏକ ହୋଇଯିବେ। ଆପଣଙ୍କୁ ବିଜ୍ଞାନ କିମ୍ବା ଆଧ୍ୟାତ୍ମିକତା ବିଷୟରେ ଚିନ୍ତା କରିବାକୁ ପଡ଼ିବ ନାହିଁ। ଆପଣ ବର୍ତ୍ତମାନ ଏହା ବିଷୟରେ ସ୍ୱପ୍ନ ମଧ୍ୟ ଦେଖିପାରିବେ ନାହିଁ। ଆପଣଙ୍କୁ ଗୋଟିଏ କଥା ସମ୍ପୂର୍ଣ୍ଣ ଭାବେ ଜାଣିବାକୁ ପଡ଼ିବ। ଆପଣଙ୍କ ଜୀବନ ମୁଖ୍ୟତଃ ପ୍ରଯୁକ୍ତି ବିଦ୍ୟା ଦ୍ୱାରା ସଞ୍ଚାଳିତ ହେବ। ଆପଣ ଜାଣିଛନ୍ତି କ'ଣ ଘଟିବ? ଆପଣ ଆତ୍ମହତ୍ୟା କରିବାକୁ ଚାହିଁବେ। ଆପଣ ଏବେ କ'ଣ କରିବେ? ଆତ୍ମହତ୍ୟା ନ କରିବା ପାଇଁ ଏକମାତ୍ର ଉପାୟ ହେଉଛି ଆପଣଙ୍କୁ ସମ୍ପୂର୍ଣ୍ଣ ଜୀବନମୁକ୍ତ ହେବାକୁ ପଡ଼ିବ। ନହେଲେ ଆପଣ ପ୍ରଥମ ସୁଯୋଗରେ ଆତ୍ମହତ୍ୟା କରିଦେବେ। କାରଣ ଅସ୍ତିତ୍ୱଗତ ଯନ୍ତ୍ରଣା ଭୟଙ୍କର ହେବ। ଶାରୀରିକ ଯନ୍ତ୍ରଣାକୁ ଆପଣ କୌଣସି ପ୍ରକାରରେ ସହିପାରିବେ। ମାନସିକ ଯନ୍ତ୍ରଣା ସହିବା ପାଇଁ ଆପଣ ବିଭିନ୍ନ ଉପାୟ କରିପାରିବେ, କିନ୍ତୁ ଏହା ଅସ୍ତିତ୍ୱଗତ ଯନ୍ତ୍ରଣା ହେବ, ଯାହା ଅତି ଭୟଙ୍କର ହେବ ଯେ ପର୍ଯ୍ୟନ୍ତ ଆପଣ ସମ୍ପୂର୍ଣ୍ଣ ଜୀବନମୁକ୍ତି ନ ହୋଇଛନ୍ତି। ତେଣୁ ଲୋକମାନଙ୍କ ମଧ୍ୟରେ ଜୀବନମୁକ୍ତ ହେବାର ପ୍ରତି ଏକ ଉତ୍ସାହ ରହିବ। ଏହା ହେଉଛି ସେହି ମୁହୂର୍ତ୍ତ ଯେତେବେଳେ ଲୋକମାନେ ଏହି କାର୍ଯ୍ୟକୁ ପ୍ରକୃତରେ ସମ୍ମାନ ଦେବା ଆରମ୍ଭ କରିବେ। ଆପଣ ଯଦି ଜୀବନମୁକ୍ତ ନ ହେବେ, ତେବେ ଆପଣଙ୍କର ଅନ୍ତ ହେବ। ଅବଶ୍ୟ ବର୍ତ୍ତମାନ ଆପଣ ବଞ୍ଚିପାରିବେ, କିନ୍ତୁ ଆପଣଙ୍କ ପାଇଁ କୌଣସି ସମସ୍ୟା ରହିବ ନାହିଁ। ଜୀବନ ସମ୍ପୂର୍ଣ୍ଣ ଅର୍ଥହୀନ, ଉଦ୍ଦେଶ୍ୟହୀନ ହୋଇଯିବ। ଆପଣ କେବଳ ନିର୍ବୋଧ ଏବଂ ନିରର୍ଥକ କଥା କହିବେ, ଯେପରି ଆପଣ ବର୍ତ୍ତମାନ କହୁଛନ୍ତି। ଜଣେ ବୟସ୍କ ବ୍ୟକ୍ତି 5000 ବର୍ଷ ପୁରୁଣା ବା 2000 ବର୍ଷ ପୁରୁଣା କଥା କହିବେ। ଠିକ୍ ଅଛି, କିନ୍ତୁ ତଥାପି ଆମେ କ'ଣ କହିବୁ? ଆମେ ଏପରି ନିରର୍ଥକ କଥା କହୁଥିବା ପ୍ରଜାତିରେ ନିରର୍ଥକ କଥା ହିଁ କହିବୁ। କିନ୍ତୁ ଏପରି କହିବାର କୌଣସି ଅବସର ଆସିବ ନାହିଁ, କାରଣ ଆମର କ୍ୱାଣ୍ଟମ୍ କମ୍ପ୍ୟୁଟର କହିବ ଚୁପ୍। ଏହା ପ୍ରକୃତରେ କ'ଣ ମୁଁ ଆପଣଙ୍କୁ କହିବି। ଆପଣଙ୍କର ସ୍ଥାନ ଓ କାଳ ବିଷୟରେ, ବ୍ରହ୍ମାଣ୍ଡ ବିଷୟରେ ଧାରଣା ସମ୍ପୂର୍ଣ୍ଣ ଭାବରେ ଚାଲିଯିବ। ଆପଣ ଶିଖାଉଥିବା ଏବଂ ଶିଖୁଥିବା ସମସ୍ତ ପଦାର୍ଥ ବିଜ୍ଞାନ ସମ୍ପୂର୍ଣ୍ଣ ଅର୍ଥହୀନ ମନେ ହେବ।
ସବୁକିଛି ଶୂନ୍ୟ ହୋଇଯିବ ଓ ଅର୍ଥହୀନ ହୋଇପଡ଼ିବ। ବିବାହ ପ୍ରଥା ଭଳି ଆପଣ ସୃଷ୍ଟି କରିଥିବା ସମସ୍ତ ଜିନିଷ ଧ୍ୱଂସ ହୋଇଯିବ। ଭଗବାନଙ୍କ ବିଷୟରେ ଆପଣଙ୍କର ମଜାଦାର ଚିନ୍ତାଧାରା ସବୁକିଛି ଧ୍ୱଂସ ହୋଇଯିବ। ସବୁକିଛି ବଦଳିଯିବ। ତେବେ ଆପଣ କିପରି ବଞ୍ଚିବେ? ଆପଣ ଅସାର ମୂର୍ଖତାପୂର୍ଣ୍ଣ କଥା କହି ଏବଂ ବିଭାଜନକାରୀ କାର୍ଯ୍ୟକଳାପ କରି ବଞ୍ଚି ରହିଛନ୍ତି। ଆପଣଙ୍କ ଭିତରେ ବହୁ ସଂଖ୍ୟକ ବ୍ୟକ୍ତିତ୍ୱଙ୍କୁ ନେଇ ଆପଣ ବଞ୍ଚି ରହିଛନ୍ତି। ଆପଣ ଏକ ବଜାର। ଆପଣଙ୍କ ଭିତରେ ତାମସା ଚାଲିଛି। ଏବେ ଆପଣ ଜଣେ ବ୍ୟକ୍ତିରେ ପରିଣତ ହୋଇଯିବେ। ଏହି ସମସ୍ତ ଭିନ୍ନ ବ୍ୟକ୍ତିତ୍ୱ ମିଶି ଏକ ହୋଇଯିବେ। ଏହି ସମୟ ହେଉଛି ଏକତାର ଯାତ୍ରା। ଅବଶ୍ୟ ସେହି ପରିବର୍ତ୍ତନ ପାଇଁ ଆମକୁ 81,000 ଲୋକ ଆବଶ୍ୟକ। ସେହି ସମୟରେ ଜନସଂଖ୍ୟା ଯାହା ହୋଇଥିବ ସେହି ଅନୁଯାୟୀ ଆମକୁ ଏକ ନିର୍ଦ୍ଦିଷ୍ଟ ସଂଖ୍ୟାରେ ଲୋକମାନଙ୍କର ଆବଶ୍ୟକତା ହେବ, ଯେଉଁମାନେ ବହୁତ ଉଚ୍ଚ ଚୈତନ୍ୟ ସ୍ଥିତିରେ ଥିବେ ଏବଂ ଅନ୍ୟମାନଙ୍କୁ ଏହି ସ୍ଥିତି ପ୍ରଦାନ କରିବାରେ ସକ୍ଷମ ହୋଇଥିବେ। ବର୍ତ୍ତମାନ ଯେହେତୁ ସେମାନେ ଆତ୍ମହତ୍ୟା କରିବା ନିମନ୍ତେ ଇଚ୍ଛୁକ, ସେମାନେ ହିଁ ଏହାକୁ ଗ୍ରହଣ କରିବା ନିମନ୍ତେ ସବୁଠାରୁ ଅଧିକ ଆଗ୍ରହୀ ହେବା କଥା। ଏବେ ଆପଣ ସେମାନଙ୍କ ନିକଟକୁ ଯାଇ ଯଦି ଏହା ପଚାରିବେ, ତେବେ ସେମାନଙ୍କର ଉତ୍ତର ହେବ, ନା, ଆମର ଜୀବନ ମୁକ୍ତିର କୌଣସି ଆବଶ୍ୟକତା ନାହିଁ। ମୁଁ ଖୁବ୍ ଭଲରେ ଅଛି। ମୋର ଘର ଅଛି, କାର୍ ଅଛି, ପିଲାମାନେ ଅଛନ୍ତି। ମୋର ସବୁକିଛି ଅଛି। ମୁଁ କିଛି ମଧ୍ୟ ଚାହେଁ ନାହିଁ। ଦୟାକରି ଆମକୁ ଆଉ କୌଣସି ସମସ୍ୟା ଦିଅନ୍ତୁ ନାହିଁ। ଯଦି ଆପଣ କହିବେ ଯେ ଏହି ପାଠ୍ୟକ୍ରମ ସମ୍ପୂର୍ଣ୍ଣ ଦେୟମୁକ୍ତ, ସେମାନେ କହିବେ ଆମର ଦରକାର ନାହିଁ। ଆପଣ କହିବେ ଆମେ ମଧ୍ୟାହ୍ନ ଭୋଜନ ଦେବୁ, ସେମାନେ କହିବେ ଆମର ଦରକାର ନାହିଁ। ଯଦି ଆପଣ ଏଥିପାଇଁ କିଛି ଦେୟ ମାଗିବେ, ସେମାନେ କହିବେ ଯେ ଆପଣ ଏଥିପାଇଁ ମୂଲ୍ୟ ନେଉଛନ୍ତି, ଆମର ଦରକାର ନାହିଁ। ଦେୟମୁକ୍ତ ହେଲେ ମଧ୍ୟ ଆମର ଦରକାର ନାହିଁ। ତେଣୁ ଅଳ୍ପ କିଛି ଲୋକଙ୍କୁ ଛାଡ଼ିଦେଲେ ଆଉ କେହି ହେଲେ ଏଥିପାଇଁ ଆଗ୍ରହୀ ନାହାନ୍ତି। ବର୍ତ୍ତମାନ ଯେତେବେଳେ ଆତ୍ମହତ୍ୟା କରିବାର ପରିସ୍ଥିତି ଆସିବ, ସେତେବେଳେ ମଧ୍ୟ ସେମାନେ କହିବେ ନାହିଁ ଯେ ଆପଣଙ୍କ ପାଖରେ କ'ଣ ଅଛି ଯାହା ଆପଣ ଦେବାକୁ ଚାହୁଁଛନ୍ତି। ଆମର ୱାନନେସ୍ ସେଣ୍ଟରରେ କାର୍ଯ୍ୟରତ ସେହି 3 ଜଣ ଲୋକଙ୍କ ପରି ସେମାନେ କିଛି କାର୍ଯ୍ୟ କରିବାକୁ ଚାହିଁବେ, ଯାହା ସେମାନଙ୍କୁ ପ୍ରକୃତରେ କିଛି ଆନନ୍ଦ ଦେବ। ତେଣୁ ଜୀବନର ମାନ ଖୁବ୍ ନିମ୍ନ ହୋଇଯିବ। ଆପଣଙ୍କର ସନ୍ତାନ ଆପଣଙ୍କ ପାଇଁ ଆଦୌ ହେଲେ ଚିନ୍ତିତ ହେବେ ନାହିଁ। ଆପଣଙ୍କର ପିତାମାତା ମଧ୍ୟ ଆପଣଙ୍କ ପାଇଁ ଯତ୍ନଶୀଳ ହେବେ ନାହିଁ। ଆପଣଙ୍କୁ ଆଉ ଲୋକମାନଙ୍କର ଆବଶ୍ୟକତା ହିଁ ରହିବ ନାହିଁ। ସେହି ଲୋକମାନେ କିଭଳି? ଯେଉଁମାନେ ପଶୁମାନଙ୍କ ପରି ଜୀବନଯାପନ କରନ୍ତି। ମୁଁ ଭାବୁଛି ସେମାନେ ଏତେ ଭୟଙ୍କର ଯେ ପଶୁମାନେ ବରଂ ତାଙ୍କଠାରୁ ଖୁବ୍ ଉନ୍ନତ। ଆମେ ଏହାକୁ ଦେଖିପାରୁଛୁ, କାରଣ ଅନେକ ଲୋକ ଆମ ସହିତ ସଂଶ୍ଳିଷ୍ଟ ଅଛନ୍ତି। ଆପଣ ଜାଣନ୍ତି କି ସେମାନେ ଆମକୁ ଚିଠି ଲେଖନ୍ତି, ଭାବ ବିନିମୟ କରନ୍ତି। ତେଣୁ ଆପଣ ଜାଣି ରଖନ୍ତୁ, ଆମେ ବାସ୍ତବରେ ଏହି ପ୍ରକାରର ଲୋକମାନଙ୍କୁ ନେଇ ଭୟଭୀତ। ଏହା ବ୍ୟତୀତ ଅନେକ ଭଲ ଲୋକ ମଧ୍ୟ ଅଛନ୍ତି। ମୁଁ କହୁନି ଯେ ସେମାନେ ନାହାନ୍ତି। ଆମେ ସେହି ଲୋକମାନଙ୍କ ବିଷୟରେ କହୁଛୁ ଯେଉଁମାନେ ବାସ୍ତବିକତା ଠାରୁ ଅନେକ ଦୂରେଇ ଯାଇଛନ୍ତି, ହଜି ଯାଇଛନ୍ତି। ସେମାନେ ଜମ୍ବିସ୍ମାନଙ୍କ ପରି ହୋଇଯିବେ। ତେଣୁ ଆମର ଭୂମିକା ହେଉଛି ସେହି 81,000 ଲୋକମାନଙ୍କୁ ପ୍ରସ୍ତୁତ କରିବା। ଯେଉଁ ସଂଖ୍ୟା 91,000 ମଧ୍ୟ ହୋଇପାରେ, ଏହା 51,000 ମଧ୍ୟ ହୋଇପାରେ। ଏହି ସଂଖ୍ୟା ବଦଳିପାରେ। ଆମକୁ ସେହି ସଂଖ୍ୟାର ଲୋକମାନଙ୍କୁ ପ୍ରସ୍ତୁତ କରିବାକୁ ହେବ ଏବଂ ସେହି ସଂଖ୍ୟାକୁ ଆଗାମୀ 1,000ରୁ 1,500 ବର୍ଷ ପର୍ଯ୍ୟନ୍ତ ଧରି ରଖିବାକୁ ହେବ, ଯାହାଦ୍ୱାରା ଅନୁଗ୍ରହର ନିରନ୍ତର ପ୍ରବାହ ବଜାୟ ରହିବ। କେବଳ ଅନୁଗ୍ରହର ସ୍ରୋତର ଅନବରତ ପ୍ରବାହ ହିଁ ଆପଣ ଏକ ଉଚ୍ଚ ଚୈତନ୍ୟ ସ୍ଥିତିକୁ ଧରି ରଖିବାରେ ସକ୍ଷମ ହୋଇପାରିବେ। କେବଳ
ଏହି ଲୋକମାନେ ହିଁ ଏହି ଉଚ୍ଚ ଚୈତନ୍ୟ ସ୍ଥିତିକୁ ଅନ୍ୟମାନଙ୍କୁ ପ୍ରଦାନ କରିବାରେ ସକ୍ଷମ ହେବେ। ଉଚ୍ଚ ଚୈତନ୍ୟ ସ୍ଥିତିର ପ୍ରବାହକୁ ଜାରି ରଖିବା ନିମନ୍ତେ ଆମକୁ ଏହି ମାଧ୍ୟମର ଆବଶ୍ୟକତା ରହିଛି। 1500 ବର୍ଷ ପରେ କ'ଣ ହେବ? ଆଉ କୌଣସି ବିଜ୍ଞାନ ରହିବ ନାହିଁ। ସମଗ୍ର କାହାଣୀ ପରିବର୍ତ୍ତିତ ହେବ। କୌଣସି ପ୍ରଯୁକ୍ତି ବିଦ୍ୟା ରହିବ ନାହିଁ। ଆପଣ ପ୍ରଯୁକ୍ତି ବିଦ୍ୟାର ପ୍ରଭାବରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଯିବେ। ତେବେ ଆପଣଙ୍କୁ ଖାଦ୍ୟ କିଏ ଯୋଗାଇବ? ଆପଣଙ୍କର ଆଉ ଖାଦ୍ୟର ଆବଶ୍ୟକତା ରହିବ ନାହିଁ। ଆପଣ ଆହୁରି ଅଗ୍ରଗାମୀ ହେବେ ଏବଂ ସିଧାସଳଖ ପ୍ରକୃତିରୁ ହିଁ ଏହା ଗ୍ରହଣ କରିପାରିବେ। ଆପଣ ଜଣେ ମହାନ ଯୋଗୀଙ୍କ ପରି ହୋଇଯିବେ। କିଏ ଆପଣଙ୍କୁ ବସ୍ତ୍ର ଯୋଗାଇବ? ଆପଣଙ୍କର ଚୈତନ୍ୟ ତାହା ଯୋଗାଇବ। ଆପଣ ଏପରି ଏକ ଉଚ୍ଚ ସ୍ତରରେ ପହଞ୍ଚିବେ ଯେଉଁଠି ଆପଣଙ୍କର ଆଉ ବସ୍ତ୍ରର ଆବଶ୍ୟକତା ରହିବ ନାହିଁ। ନିଜ ଶରୀରର ତାପମାତ୍ରାକୁ ଆପଣ ନିଜେ ହିଁ ନିୟନ୍ତ୍ରଣ କରିପାରିବେ। ମନେ କରନ୍ତୁ ଆପଣ ଭ୍ରମଣ କରିବାକୁ ଚାହିଁବେ। ଆପଣ ଏକ ଉଡ଼ାଜାହାଜ ଆବଶ୍ୟକ କରିବେ। ଆପଣ କିପରି ଯାତ୍ରା କରିବେ? ଏହା ଖୁବ୍ ସରଳ। ଆପଣ ସେଠାକୁ ଉଡ଼ିଯିବେ। ଆପଣ କାହା ସହିତ ଭାବ ବିନିମୟ କରିବାକୁ ଚାହିଁବେ ଏଥିପାଇଁ ମୋବାଇଲ ବା କୌଣସି ପ୍ରଯୁକ୍ତି ବିଦ୍ୟା ନଥିବ। ଆପଣ କେବଳ ଭାବିବେ ଏବଂ ଭାବ ବିନିମୟ କରିପାରିବେ। ଏହା ହିଁ ହେଉଛି ନୂତନ ସ୍ୱର୍ଣ୍ଣ ଯୁଗ। ଆମକୁ ଏହା ବିଷୟରେ କହିବାକୁ ହେବ ନାହିଁ। ଆମେ କେବଳ ସେହି ବିଷୟରେ କହିବୁ ଯାହା ନିକଟ ଭବିଷ୍ୟତରେ ଘଟିବାକୁ ଯାଉଛି। ଆମକୁ ସେ ବିଷୟରେ ଚିନ୍ତିତ ହେବାକୁ ପଡ଼ିବ ନାହିଁ ଯେ ଏହା କେତେ ସୁନ୍ଦର ଅଟେ। ସେହିପରି ମହାନ ବ୍ୟକ୍ତିମାନେ ଆସିବାକୁ ଯାଉଛନ୍ତି। ଆପଣମାନେ କେତେ ଅନାବଶ୍ୟକ, ଅଦରକାରୀ, ନିରର୍ଥକ ଓ ଭିତ୍ତିହୀନ। ଆପଣମାନେ ଚାଲିଯିବେ, ଶେଷ ହୋଇଯିବେ ଏବଂ ସେହି ମହାନ ବ୍ୟକ୍ତିମାନେ ଆସିବେ। ଭାବନ୍ତୁ ଆପଣ କେତେ ଦୁଃଖିତ ଅନୁଭବ କରିବେ। ଆପଣଙ୍କୁ ଆହୁରି 1500 ବର୍ଷ ବଞ୍ଚିବାକୁ ହେବ। ଯଦିଓ ଆପଣ ଏକ ଭଲ ସ୍ଥିତିରେ ରହିବେ, ତଥାପି ଆପଣ ଏହାକୁ ଉପଭୋଗ କରିପାରିବେ ନାହିଁ। ସେମାନେ ଏହି ଉନ୍ନତ ଚୈତନ୍ୟ ସ୍ଥିତିରେ ରହିବେ। ଆପଣ ସେହି ଜିଆ ଓ ମଶାମାନଙ୍କ ଭଳି ହୋଇଯିବେ। ଆପଣ ନିଶ୍ଚିତ ଭାବରେ ଏଥିପାଇଁ ଦୁଃଖିତ ଅନୁଭବ କରିବେ ଯେ ଆପଣ ଜୀବନରେ କେବଳ ଏକ ମୂଷା ପରି, ଏକ ବିରାଡ଼ି ବା କୁକୁର ପରି। ମାତ୍ର ସେମାନେ ଏତେ ଉଚ୍ଚ ଚୈତନ୍ୟ ସ୍ଥିତି ପାଇବାକୁ ଯାଉଛନ୍ତି। କୌଣସି ପ୍ରଯୁକ୍ତି ବିଦ୍ୟା ବା ସେପରି କିଛିର ଉପସ୍ଥିତି ବିନା ମଧ୍ୟ। ମାତ୍ର ଯଦି ଏହା ଏହିପରି ହୋଇଥାନ୍ତା, ତେବେ ମୋର ଏହି ସମ୍ପର୍କରେ କିଛି କହିବାର ହିଁ ନଥାନ୍ତା। କିନ୍ତୁ କିଏ ହେବେ ଏହି ଲୋକମାନେ? ସେମାନେ ଆପଣମାନେ ହିଁ। ସେହି ସମାନ ଅର୍ଥହୀନ ଲୋକମାନେ ଆଉ ସେହି ସମାନ ବିରାଡ଼ି ଓ କୁକୁରଙ୍କ ପରି ହୋଇ ରହିବେ ନାହିଁ। ଯେତେବେଳେ ଆପଣମାନେ ଫେରିବେ, ଆପଣ ସମ୍ପୂର୍ଣ୍ଣ ଭିନ୍ନ ହୋଇଯିବେ। ତେଣୁ ଆମେ ଏହି ବିଷୟରେ ଅଧିକ କହିବାକୁ ଚାହୁଁନାହୁଁ। ଆମେ କେବଳ ଏହି ବିଷୟରେ ଅଳ୍ପ କିଛି କହିବୁ। ଯେତେବେଳେ ଆପଣ ଆହୁରି ଆଗକୁ ବଢ଼ିବେ, ଏହା କିପରି ହେବ ଏ ସମ୍ପର୍କରେ ମୁଁ ଆପଣଙ୍କୁ ଆହୁରି ଅଧିକ କହିପାରିବି। ମାତ୍ର ବର୍ତ୍ତମାନ ପାଇଁ ଏହା ହିଁ ଆମ ପାଇଁ ସୁବର୍ଣ୍ଣ ଯୁଗ। ଏହା ଏବେ ମାତ୍ର ଆରମ୍ଭ ହୋଇଛି। ଏହା ଆହୁରି ଅଧିକ ତ୍ୱରାନ୍ୱିତ ହେବାକୁ ଯାଉଛି ଏବଂ ଆମେ ଏହାର ପ୍ରତ୍ୟକ୍ଷଦର୍ଶୀ ହେବାକୁ ଯାଉଛୁ। ତେଣୁ ବର୍ତ୍ତମାନ ଆପଣ ଏ ସମ୍ପର୍କରେ ଚିନ୍ତାଶୀଳ ହୋଇପାରିବେ। ଅଧିକ ନିଶ୍ଚିତ ହୋଇପାରିବେ ଯେ ସନାତନ ଧର୍ମ ହିଁ ବିଶ୍ୱଗୁରୁ ହେବ। ଭାରତ ହିଁ ବିଶ୍ୱଗୁରୁ ହେବ ଏବଂ ଏହାର ପ୍ରଭାବ ସ୍ୱରୂପ ଅନେକ କିଛି ଘଟିବାକୁ ଯାଉଛି। ରାଷ୍ଟ୍ରର କୌଣସି ସଂଜ୍ଞା ହିଁ ରହିବ ନାହିଁ। ସମସ୍ତ ଧର୍ମର ଅବସାନ ଘଟିବ। ଏହିସବୁ ହେବାକୁ ଯାଉଛି। ଭାବି ଦେଖନ୍ତୁ, ସମସ୍ତ ପ୍ରକାରର ବିଭାଜନ ଚାଲିଯିବ। କେବଳ ସେମାନେ ଯେଉଁମାନେ ଏଥିପାଇଁ ଯୋଗ୍ୟ ବିବେଚିତ ହେବେ, ସେମାନେ ହିଁ ଏହା କରିପାରିବେ। ଭାରତ ହେଉଛି ଏକ ରାଷ୍ଟ୍ର ଯିଏ ଏଥିପାଇଁ ଯୋଗ୍ୟ ବିବେଚିତ ହେବ।
ତେଣୁ ଏହା ବିଶ୍ୱଗୁରୁରେ ପରିଣତ ହେବ। ଏହି ସମଗ୍ର ବିଶ୍ୱ ସୁବର୍ଣ୍ଣ ଯୁଗରେ ପ୍ରବେଶ କରିବାରେ ଏହା ସହାୟକ ହେବ। ଏହା ହେଉଛି ଏକମାତ୍ର ରାଷ୍ଟ୍ର ଯିଏ କେବଳ ମାନବିକତା ପାଇଁ ନୁହେଁ ବରଂ ସମଗ୍ର ଜୀବଜଗତ ପାଇଁ ଯତ୍ନଶୀଳ। ତେଣୁ ଆମେ କହୁ ଯେ ବସୁଧୈବ କୁଟୁମ୍ବକମ୍, ସମଗ୍ର ବିଶ୍ୱ ହେଉଛି ପରିବାର। ପଶୁମାନେ, ବୃକ୍ଷଲତା, ପକ୍ଷୀମାନେ ଆଦି ସମସ୍ତେ ବାସ୍ତବରେ ଏକ ପରିବାର ଅଟନ୍ତି। ସେଥିପାଇଁ ଏହି ଦେଶ ବିଶ୍ୱଗୁରୁରେ ପରିଣତ ହେବ। ଭାରତ ଏବଂ ସନାତନ ଧର୍ମ ବାସ୍ତବରେ ପୃଥକ ଅଟନ୍ତି। ବର୍ତ୍ତମାନ ଆପଣ ଯାହାକୁ ଭାରତବର୍ଷ କହୁଛନ୍ତି ତାହା ପ୍ରକୃତରେ ଏପରି ନଥିଲା। ସମଗ୍ର ବିଶ୍ୱ ହିଁ ବାସ୍ତବରେ ଭାରତବର୍ଷ ଥିଲା। ସନାତନ ଧର୍ମ ସର୍ବପୁରାତନ ଅଟେ। ଯଦି ଆପଣ ଏହି ଶବ୍ଦକୁ ପ୍ରୟୋଗ କରନ୍ତି ତେବେ ଏହା ହିଁ ଏକମାତ୍ର ଯାହା ଫେରିବାକୁ ଯାଉଛି। ତେଣୁ ଆପଣମାନେ ସମସ୍ତେ ଏଥିରେ ଏକ ଭୂମିକା ନିର୍ବାହ କରିବାକୁ ଯାଉଛନ୍ତି। ଆମେ ଏହି ବିଷୟରେ ଆହୁରି ମଧ୍ୟ କହିପାରିବା। ତେଣୁ ମୁଁ ଭାବୁଛି ଆଜି ପାଇଁ ଏତିକି ହିଁ ଯଥେଷ୍ଟ। ଦ୍ୱିତୀୟ ପ୍ରଶ୍ନ, ପ୍ରିୟ ଶ୍ରୀ ଭଗବାନ, ଆମକୁ କୁହାଯାଇଛି ଯେ ଜୀବନ ମୁକ୍ତିର ଉଚ୍ଚ ସ୍ତରର ସ୍ଥିତି ମନ୍ଦିରରେ ପ୍ରଦାନ କରାଯିବ। କେତେବେଳେ ଓ କିପରି ଏହା ଘଟିବ? ଶ୍ରୀ ଭଗବାନଙ୍କ ଉତ୍ତର, ଏହି ସମ୍ପର୍କୀୟ କିଛି କାର୍ଯ୍ୟ ବିଷୟରେ ଆମେ ଖୋଲାଖୋଲି ଭାବରେ ସର୍ବସାଧାରଣରେ କହୁ ଏବଂ କରୁ। କିଛି କଥା ଆମେ କହୁନା କିନ୍ତୁ ଏହା ଘଟି ଚାଲେ। ଏହା ନୁହେଁ କି ଆମେ ଆପଣମାନଙ୍କୁ ଏହା କହିବାକୁ ଚାହୁଁନାହୁଁ, କାରଣ ଆମେ ବହୁତ ଜଟିଳ ଶକ୍ତି ଏବଂ ଜଟିଳ ବଳ ଉପରେ କାର୍ଯ୍ୟ କରୁଛୁ, ଯାହା ବିଷୟରେ ଆପଣଙ୍କର କୌଣସି ଧାରଣା ନାହିଁ। ଏହି ବ୍ରହ୍ମାଣ୍ଡର ସମସ୍ୟା ହେଉଛି ଏହା ଜୀବନ୍ତ। ଏହା ଲୋକମାନେ ଭାବୁଥିବା ପରି, ବୈଜ୍ଞାନିକମାନେ ଭାବୁଥିବା ପରି ପଦାର୍ଥ ନୁହେଁ। ସବୁ କିଛି ପରିବର୍ତ୍ତିତ ହେବାକୁ ଯାଉଛି। ଆପଣ ଯେଉଁପରି ଜୀବନ୍ତ, ଏହି ବ୍ରହ୍ମାଣ୍ଡ ମଧ୍ୟ ସେହିପରି ଜୀବନ୍ତ। ଭବିଷ୍ୟତ ବିଷୟରେ କଥା ହେବା ବେଳେ ସମସ୍ୟା ହେଉଛି ଯେ ଭବିଷ୍ୟବାଦୀମାନେ କିଛି ଭବିଷ୍ୟବାଣୀ କରନ୍ତି। ସେମାନେ ଭବିଷ୍ୟତରେ କ'ଣ ହେବାକୁ ଯାଉଛି ଦେଖିପାରନ୍ତି ଏବଂ କ'ଣ ହେବ ସେହି ବିଷୟରେ କୁହନ୍ତି। ବେଳେବେଳେ ସେମାନଙ୍କ ଭବିଷ୍ୟବାଣୀ ସତ ହୁଏ, କିନ୍ତୁ ପ୍ରାୟ ସବୁବେଳେ ତାହା ଠିକ୍ ନ ହୋଇ ସେଥିରେ କିଛି ପରିବର୍ତ୍ତନ ଆସେ। ବେଳେବେଳେ ତାହା ଆଦୌ ଘଟେ ନାହିଁ। ଆପଣମାନେ ଜାଣିବା ଉଚିତ ଯେ ସବୁ ଜୀବମାନଙ୍କ ପରି ଏହି ବ୍ରହ୍ମାଣ୍ଡ ହେଉଛି ଜୀବନ୍ତ। ଛୋଟ ହେଉ କି ବଡ଼ ହେଉ, ସବୁ ଜୀବମାନେ ପରିବର୍ତ୍ତିତ ହେଉଛନ୍ତି। ସେହିପରି ଏହି ବ୍ରହ୍ମାଣ୍ଡ ମଧ୍ୟ କ୍ରମାଗତ ଭାବରେ ପରିବର୍ତ୍ତିତ ହେଉଛି। ପ୍ରତି ମୁହୂର୍ତ୍ତରେ ସବୁ କିଛି ପରିବର୍ତ୍ତିତ ହେଉଛି। ଆପଣ ଭବିଷ୍ୟତକୁ ଦେଖିଲେ ଜାଣିପାରିବେ ଯେ ତାହା ପରିବର୍ତ୍ତିତ ହେଉଛି। ଆପଣ ଅତୀତକୁ ମଧ୍ୟ ଫେରି ଚାହିଁ ଦେଖିବେ ଯେ ଘଟଣାଗୁଡ଼ିକ କେତେ ପରିବର୍ତ୍ତିତ ହୋଇଛି। ଏହିପରି ଭାବରେ ସବୁ କିଛି ପରିବର୍ତ୍ତିତ ହୋଇ ଚାଲିଛି। ବର୍ତ୍ତମାନ ଯେତେବେଳେ କିଛି ଘୋଷଣା କରାଯାଉଛି, ଲୋକମାନେ ସେହି ବିଷୟରେ ଭାବୁଛନ୍ତି। ସେମାନେ ବିଭିନ୍ନ ପ୍ରକାରର ଭାବନା, ଆବେଗ ଓ ଅନୁଭବକୁ ଉତ୍ପନ୍ନ କରୁଛନ୍ତି। ଯାହା ଘଟୁଛି, ଯାହା ଘଟିବାର ଅଛି ତାହା ପ୍ରଭାବିତ ହେଉଛି। 2012 ମସିହାରେ କିଛି ଘଟଣା ଘଟିବାର ଥିଲା, ଯାହା ବିଷୟରେ ବହୁତ କୁହା ହେଉଥିଲା। ଆମେ କିଛି ଘୋଷଣା କରିଥିଲୁ, କିନ୍ତୁ ସେଥିରେ ବହୁତ ସମସ୍ୟା ଆସିଲା। ଆମକୁ ଯାହାର ସାମ୍ନା କରିବାକୁ ହେଲା। ଯେତେବେଳେ ଆମେ ଏହି ପ୍ରକାରର କାର୍ଯ୍ୟ କରୁଛୁ, ଏହି ଦୁନିଆରେ ସବୁ ପ୍ରକାରର ପ୍ରଶ୍ନ ଆସୁଛି। କିନ୍ତୁ ଯଦି ଆପଣ ଉଚ୍ଚତର ଲୋକକୁ ଯିବେ, ସେଠାରେ ଆପଣ ଭଲ, ଖରାପ, ଉଦାସୀନ ସବୁ ପ୍ରକାରର ସତ୍ତାଙ୍କୁ ପାଇବେ। ମୁଁ ଏ ବିଷୟରେ କିଛି କହିବାକୁ ଚାହେଁ ନାହିଁ। ଉଦାହରଣ ସ୍ୱରୂପ ଅରବିନ୍ଦ, ଯାହାଙ୍କୁ ଆପଣମାନେ ଜାଣନ୍ତି, ତାଙ୍କର ଈଶ୍ୱର ଶ୍ରୀକୃଷ୍ଣ ଥିଲେ।
से भारतर स्वाधीनता ପାଇଁ କାର୍ଯ୍ୟ କରିବାକୁ ଚାହୁଁଥିଲେ। जेल थिबा समय से भगवान श्रीकृष्ण सह कथा होइथिले। भगवान श्रीकृष्ण तांको कहिथिले जे से कार्य तांकर नुहे, ताहा आउ काहाकू दिया जाइछि एवं तांकू एही कामरू निवृत्त कर दिया जाइथिला। यह ठीक थिला किंबा भूल थिला ताहा कहिबा संभव नुहे। एहीपरि भावरे आपण संपृक्त होई जांती, अनेक क्षेत्र रे अनेक संपृक्त होई जांती। ताहा भल निर्णय बा खराब निर्णय ताहा आपण जानती नाही, किंतु ताहा उच्चतर लोकर काम। एहीपरि घटना माने घटंती। एहा महान काम होई पारे बा न होई पारे, आमे मनुष्य माने एहा ठिकणा करि परिबा नाही। सबुठारु गुरुत्वर कथा एहा जे आमे माने चुप रहिबा उचित। आमे ए विषय अधिक कथा हेबा नाही। एहा आरंभ हेब, चालिब एवं आपण उपलब्धि करिबे जे किछि घटुछि। किंतु आमे जदि किछि कहिबु, आपण किछि भाबिबे, अन्य काहाको किछि कहिबे, सेमाने किछि भाबिबे, सेमाने किछि कहिबे एवं तापरे ताहा सेठारु अन्य सत्ताकू चली जीव। अन्य सत्ता मानक मध्यरे भल सत्ता और खराब सत्ता सबु प्रकार सत्ता अछंती। सेमानकर निजर किछि धारणा अछि। सेमाने एही विषय चिंता करिबाकू लागिबे एवं असुविधा सृष्टि करिबे। सबु प्रकार जिनिस घटी पारिबो। तेणु सबुठारु भल हेब एही सबु विषय चुप रहिबा। जेतेबेले यह घटिब आपण निजे जानिबे। किंतु मु गोटे कथा कहिबाकू चाहे जे 2027 मसीहा पूर्वरु किछि घटिब नाही। किछि घटना घटिले आपण मानंकु निजकू ताहा आविष्कार करिबाकू पड़िबो। एही विषय आमे अधिक किछि कथा होई परिबु नाही। तृतीय प्रश्न, प्रिय श्री भगवान, एही आंदोलन कौन बहु प्रतीक्षित कल्की अभियान? श्री भगवान को उत्तर, भारतर किछि स्थान रे भक्त माने श्री आम भगवान को पूजा करिबा समय कल्की को भौतिक रूप से तांको घोड़ा सहित देखी छंती। एहीपरि घटना गुड़िक घटुछि। तेणु आपण एहाको कौन कहिबे ताहा आपणको उपर निर्भर करे। आमे आपण को किछि कहिबु नाही। एहाको लोक माने ही कल्की बोली नाम देइथिले। एहा कौन आपण केवल निष्पत्ति नियंतु। मु कल्पना करि पारुछि जे एथिरे केवल आपण शामिल अछंती। आपण एहाको कौन नाम देबाकू चाहुछंती ताहा आपण को उपर निर्भर करे। किछि लोक एहाको कल्की अभियान बोली कहिबाकू पसंद करंती, किंतु आमे निजे एक सरल कारण पई सही नाम कल्की प्रति एते आग्रही नुह। सारा भारत रे प्राय 600-700 गुरु जेल रे अछंती, जेउ माने केवल किछि मात्रा जनाशुना गुरु अटंती एवं एते प्रसिद्ध नुहंती। सेमानक मध्यरे अनेक कल्की अछंती। तेणु प्रायतः लोक मैंने द्वंद्व पड़ जाती। तेणु जदि आपण सारा भारत भ्रमण करिवे एवं किछि लोक कल्की विषय किछि पाइबे, सेमाने एहाको अन्य कौनसी कल्की बोली धरी नेबे। तेणु मु सेही कल्की नाम कौन सी सुविधा देखु नाही। मु एहा पूर्वरु मध्य अनेक थर कहिछि, किछि लोक कल्की को अनुसरण करने जिद धरती, जहाँ सेमानकर निजस्व। सेमाने कहती जे आमे कल्की को देखिछु, दयाकरी कल्की कथा को समर्थन करंतु। तेणु आमे एहा करू। आमे साधारणतः लोकंक इच्छा अनुसार जाऊ। एहा नुहे जे आमे एहा चाहुछु किंबा लोक माने एहा सहित जीवाकू चाहुथिले। आमे आपण माने जीवन मुक्ति प्राप्त करिबा एवं सुवर्ण युग को एक भल उपाय घटाइबा पई चिंतित।
ଏହାର ଅର୍ଥ ହେଉଛି ଆପଣ ଆପଣଙ୍କର ସମସ୍ୟାରୁ ମଧ୍ୟ ବାହାରି ପାରିବେ। ଏହା ଆପଣଙ୍କ ଉପରେ ନିର୍ଭର କରେ। ଚତୁର୍ଥ ପ୍ରଶ୍ନ, ପ୍ରିୟ ଶ୍ରୀ ଭଗବାନ, ଜୁନ୍ ମାସ 9 ତାରିଖରେ ଶ୍ରୀ ଆମ ଭଗବାନଙ୍କ କଲ୍ୟାଣ ଉତ୍ସବ ସମୟରେ ସମ୍ପର୍କର ଦିବସ ପାଳନ କରି ଆମେ ଅତି ଉତ୍ସୁକତାର ସହ ବିଭିନ୍ନ ପ୍ରକାରର ପ୍ରକ୍ରିୟାରେ ଅଂଶଗ୍ରହଣ କରୁ। ଆମ ଜୀବନରେ ଏହାର ପ୍ରଭାବ ବିଷୟରେ ଆମକୁ କିଛି କହିପାରିବେ କି? ଶ୍ରୀ ଭଗବାନଙ୍କ ଉତ୍ତର, ଆପଣ ପ୍ରାର୍ଥନା, ଧ୍ୟାନ କିମ୍ବା ପୂଜା ଅର୍ଚ୍ଚନା ମାଧ୍ୟମରେ ଈଶ୍ୱରଙ୍କ ସହିତ ସଂଯୋଗ ହୋଇପାରିବେ। ଈଶ୍ୱରଙ୍କ ସହିତ ସଂଯୋଗ ସ୍ଥାପନ କରିବାର ଅନେକ ଉପାୟ ଅଛି। ମୂଳତଃ ଏଠାରେ ଯେତେବେଳେ ଆମେ ଈଶ୍ୱରଙ୍କ ବିଷୟରେ କଥା ହେଉଛୁ, ଆମେ ଅଚେତନ ବିଷୟରେ କଥା ହେଉଛୁ। ଅଚେତନ ଆପଣଙ୍କୁ ନିୟନ୍ତ୍ରଣ କରୁଛି ଏବଂ ପରିଚାଳନା କରୁଛି। ଲୋକମାନେ ହଜାର ବର୍ଷ ଧରି ଅଚେତନ ସହିତ ସଂଯୋଗ ସ୍ଥାପନ କରିବା ପାଇଁ ଯେଉଁ ସର୍ବୋତ୍ତମ ଉପାୟ ଗୁଡ଼ିକ ଅବଲମ୍ବନ କରୁଛନ୍ତି, ତାହା ହେଉଛି ପୂଜା ବିଧିବିଧାନ। ଏସବୁ ଦ୍ୱାରା ଆମେ ଅଚେତନର ପ୍ରୋଗ୍ରାମ ଗୁଡ଼ିକୁ ପରିବର୍ତ୍ତନ କରିପାରିବା। ଆମେ କିଛି ନକାରାତ୍ମକ ପ୍ରୋଗ୍ରାମ ଗୁଡ଼ିକୁ କାଟିପାରିବା ଓ କିଛି ସକାରାତ୍ମକ ପ୍ରୋଗ୍ରାମକୁ ଆଣିପାରିବା। ପୂଜା ବିଧିବିଧାନ ହେଉଛି ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଶକ୍ତିଶାଳୀ ଉପକରଣ, କିନ୍ତୁ ଲୋକମାନଙ୍କୁ ତାହା ଉପରେ ବିଶ୍ୱାସ କରିବାକୁ ପଡ଼ିବ। ତେଣୁ ଯଦି ଆପଣଙ୍କର ଯଥେଷ୍ଟ ବିଶ୍ୱାସ ଅଛି ଏବଂ ଆପଣ ଏହାକୁ ଠିକ୍ ଭାବରେ କରନ୍ତି, ତେବେ ଆପଣ ଅଚେତନ ସହିତ ସଂଯୁକ୍ତ ହୋଇପାରିବେ। ଧରନ୍ତୁ ଆପଣଙ୍କ ଅଚେତନରେ ଏକ ପ୍ରୋଗ୍ରାମ ଅଛି ଯାହା କହୁଛି ଯେ ଆପଣ ଟଙ୍କା ପ୍ରାପ୍ତ କରିପାରିବେ ନାହିଁ, କିନ୍ତୁ ପୂଜା ବିଧିବିଧାନ ଦ୍ୱାରା ଅଚେତନ ପ୍ରୋଗ୍ରାମରେ ପରିବର୍ତ୍ତନ କରାଯିବ ଏବଂ ତାହା ଆପଣଙ୍କ ଜୀବନରେ ପ୍ରବାହିତ ହେବାକୁ ଆରମ୍ଭ କରିବ। ଆପଣ ଟଙ୍କା ପାଇବାକୁ ଆରମ୍ଭ କରିବେ। ନାମ, ଖ୍ୟାତି ସବୁକିଛି ସହିତ ଏହିପରି ଘଟେ। ଆପଣ ପ୍ରାର୍ଥନା ମଧ୍ୟ କରିପାରିବେ, ଧ୍ୟାନ ମଧ୍ୟ କରିପାରିବେ। ସେହି ସମୟରେ ବିଭିନ୍ନ ପ୍ରକାର ପ୍ରକ୍ରିୟା ମଧ୍ୟ ହୁଏ। ମନ୍ତ୍ର ଜପକୁ ଆଧାର କରି ସବୁକିଛି ହୁଏ। ବହୁତ ବର୍ଷ ପୂର୍ବେ ଜଣେ ବ୍ୟକ୍ତି ମୋ ପାଖକୁ ଆସିଥିଲେ। ତାଙ୍କର 2ଟି ଭଉଣୀ ବିବାହ କରିବାକୁ ଥିଲେ ଏବଂ ତାଙ୍କର ଆର୍ଥିକ ସ୍ଥିତି ଭଲ ନଥିଲା। ସେ ମଧ୍ୟ ଏକ ଅତ୍ୟନ୍ତ ରୀତିବାଦୀ ପାଳନ କରୁଥିବା ବ୍ୟକ୍ତି ଥିଲେ। ସେ କ'ଣ କରିବେ ବୋଲି ଆମକୁ ପଚାରିଲେ। ସେଥିପାଇଁ ତାଙ୍କୁ ଯାହା କରିବାକୁ ପଡ଼ିବ ତାହା କରିବାକୁ ସେ ପ୍ରସ୍ତୁତ ଥିଲେ। ତାଙ୍କ ଭଉଣୀମାନଙ୍କର ବିବାହ ପାଇଁ ତାଙ୍କର ଟଙ୍କା ଆସିବା ନିହାତି ଆବଶ୍ୟକ ଥିଲା। ଆମେ ତାଙ୍କୁ ଜପ ଆରମ୍ଭ କରିବାକୁ କହିଲୁ। ତାଙ୍କର ଏଥିରେ କୌଣସି ଆପତ୍ତି ନଥିଲା। ସେ ଜପ କରିଚାଲିଲେ। ତାପରେ ବିଭିନ୍ନ ଉତ୍ସରୁ ସେ ଟଙ୍କା ପାଇଲେ ଏବଂ 2 ଭଉଣୀଙ୍କର ଖୁସିରେ ବିବାହ କରାଇଲେ। ଅଚେତନର ପ୍ରୋଗ୍ରାମକୁ ଦୂର କରିବା ପାଇଁ ଏହା ଏକ ମାର୍ଗ। ତେଣୁ ରୀତିନୀତି, ପୂଜା ବିଧିବିଧାନ ବହୁତ ଶକ୍ତିଶାଳୀ। କିଛି ବର୍ଷ ପୂର୍ବେ ଜଣେ ଆମେରିକୀୟ ଭଦ୍ରଲୋକ ଆମ ପାଖକୁ ଆସିଥିଲେ। ତାଙ୍କର ବହୁତ ଆର୍ଥିକ ସମସ୍ୟା ଥିଲା। ସେ କହିଲେ ଯେ ତାଙ୍କ ଟଙ୍କା କୌଣସି ସ୍ଥାନରେ ଅଟକି ଯାଇଛି। ତାହା ଫେରି ପାଇବାରେ ତାଙ୍କୁ ସାହାଯ୍ୟ କରିବାକୁ ସେ ଆମକୁ ଅନୁରୋଧ କଲେ। ସେଥିପାଇଁ ଆମେ ଯାହା କହିବୁ ସେ କରିବା ପାଇଁ ପ୍ରସ୍ତୁତ ରହିବାକୁ ଥିଲେ। ଆମେ ତାଙ୍କୁ ଆମର ଏକ କ୍ୟାମ୍ପସକୁ ଯିବାକୁ କହିଲୁ। ସେଠାରେ ଏକ ମଇଁଷି ଥିଲା। ତାକୁ କିଛି ଗୁଡ଼ ଖାଇବାକୁ ଦେଇ ତାଙ୍କୁ ଆମେରିକା ଫେରିଯିବାକୁ କହିଲୁ। ସେ ଜଣେ ବୈଜ୍ଞାନିକ। ବହୁତ ବୈଜ୍ଞାନିକ ବାହାରୁ ଆମ ନିକଟକୁ ଆସନ୍ତି। ସେ ତାହା କରିବେ ବୋଲି କହିଲେ। ଆମେ ତାଙ୍କୁ ସାହାଯ୍ୟ କଲୁ ଓ ସେ ମଇଁଷିକି ଗୁଡ଼ ଖାଇବାକୁ ଦେଇ ଆମେରିକା ଚାଲିଗଲେ। ତାପରେ 1 କିମ୍ବା 2 ସପ୍ତାହ ପରେ ତାଙ୍କର ଟଙ୍କା ଆସିଯାଇଛି ବୋଲି ସେ ଆମକୁ ଜଣାଇଲେ। ଏହା ଅତି ଆନନ୍ଦର କଥା ଥିଲା। ତାପରେ ଜଣେ ଭାରତୀୟ ଆସିଲେ। ଆମେ ତାଙ୍କୁ ରାସ୍ତାରେ ସିଧା ଯାଇ ଏକ ତେଜରାତି ଦୋକାନ ସାମ୍ନାରେ ପହଞ୍ଚିବାକୁ
ଏବଂ ସେଠାରେ ଥିବା ଏକ ମଇଁଷିକୁ ଗୁଡ଼ ଖାଇବାକୁ ଦେବାକୁ କହିଲୁ। ଆମର ଆନ୍ଦୋଳନ ଯାହାକୁ ଆମେ ଏକତ୍ୱ ଆନ୍ଦୋଳନ ଓ ସୁବର୍ଣ୍ଣ ଯୁଗ ଆନ୍ଦୋଳନ କହୁଛୁ, ସେ ବିଷୟରେ ସେ ଆମକୁ ପଚାରିଲେ। ମୁଁ ଭାରତରେ ଜଣେ ପ୍ରତିଷ୍ଠିତ ବୈଜ୍ଞାନିକ। ସେ କହିଲେ, ଆପଣ ମୋତେ ଗୋଟିଏ ମଇଁଷିକୁ ଗୁଡ଼ ଖାଇବାକୁ ଦେବାକୁ କହୁଛନ୍ତି, ତାହା ପୁଣି ରାସ୍ତାରେ ବୁଲୁଥିବା ମଇଁଷିକୁ? କି ନିର୍ବୋଧ କଥା ଆପଣମାନେ କହୁଛନ୍ତି? ଆପଣମାନେ କ'ଣ ଏହିପରି ଚମତ୍କାର କରୁଛନ୍ତି? ଆମେ ତାଙ୍କୁ କହିଲୁ ଯେ ଯଦି ସେ ତାଙ୍କ ସମସ୍ୟାର ସମାଧାନ କରିବାକୁ ଚାହୁଁଛନ୍ତି, ଆମେ ଯାହା କହୁଛୁ କରନ୍ତୁ, ନଚେତ୍ ଚାଲିଯାଆନ୍ତୁ। ତାଙ୍କୁ ସାହାଯ୍ୟ କରିବା ପାଇଁ ଆମ ପାଖରେ ଆଉ କୌଣସି ଉପାୟ ନଥିଲା। ସେହି ସମୟରେ ଆମେରିକୀୟ ବୈଜ୍ଞାନିକଙ୍କର ରିପୋର୍ଟ ଆସିଲା, ଯିଏ ଜଣେ ମହାନ ବୈଜ୍ଞାନିକ। ଆମେ ସେହି ରିପୋର୍ଟ ତାଙ୍କୁ ଦେଖାଇଲୁ। ଉପାୟ ଗୁଡ଼ିକ ଅଛି, କିନ୍ତୁ ସେଗୁଡ଼ିକ କିପରି କାର୍ଯ୍ୟ କରେ ତାହା ତାଙ୍କୁ ଜଣା ନଥିଲା। ସେ ତାହା ପରୀକ୍ଷା କରି ଦେଖିବାକୁ କହିଲେ। ସେ ସେହି ସ୍ଥାନକୁ ଗଲେ, ଗୁଡ଼ କିଣିଲେ ଏବଂ ମଇଁଷିକୁ ଦେଲେ, କିଛି କହିଲେ ଏବଂ ଚାଲିଗଲେ। ତାପରେ ସେ ତାଙ୍କ ଟଙ୍କା ଫେରି ପାଇଲେ ବୋଲି ଆମକୁ ଜଣାଇଲେ। ରୀତିନୀତି ପାଳନ କରିବା ଦ୍ୱାରା ଆପଣମାନେ ଯେ ଅଚେତନ ଉପରେ କାର୍ଯ୍ୟ କରୁଛନ୍ତି ତାହା ଜାଣନ୍ତୁ। ଏହା ଆପଣଙ୍କୁ ବହୁତ ଅଦ୍ଭୁତ ଲାଗୁଛି। ଏହା ଫଳପ୍ରଦ ହେବାର କାରଣ ହେଉଛି ହଜାର ହଜାର ବର୍ଷ ଧରି ଲୋକମାନେ ଏହାକୁ ଅନୁସରଣ କରିଆସୁଛନ୍ତି। ସେମାନେ ଆମେରିକୀୟ ହୁଅନ୍ତୁ କି ଭାରତୀୟ ହୁଅନ୍ତୁ, ଏହା ହେଉଛି ମାନବର ଅଚେତନ ମନ। ଯଦି ଆପଣଙ୍କର ବିଶ୍ୱାସ ଅଛି, ତେବେ ଏହା ବହୁତ ଶକ୍ତିଶାଳୀ ଭାବରେ କାମ କରେ। ପଞ୍ଚମ ପ୍ରଶ୍ନ, ପ୍ରିୟ ଶ୍ରୀ ଭଗବାନ, ଜଣେ ଭକ୍ତ ଉଭୟ ଇହମ୍ ଏବଂ ପରମରେ ଶୀଘ୍ର ଅଗ୍ରଗତି କରିବା ନିମନ୍ତେ କ'ଣ ସବୁଠାରୁ ଅଧିକ ଆବଶ୍ୟକ? ଏହା ବିଶ୍ୱାସ, କୃତଜ୍ଞତା, ଦୃଢ଼ ବନ୍ଧନ ବା ଭକ୍ତି? ଏହିସବୁ କ'ଣ ସମାନ ନା ଏହା ଭିନ୍ନ ଅଟେ? ଶ୍ରୀ ଭଗବାନଙ୍କ ଉତ୍ତର, ଯଦି ଆପଣ ଖୁବ୍ ଶୀଘ୍ର ଆଗକୁ ବଢ଼ିବା ପାଇଁ ଚାହାନ୍ତି, ତେବେ ଏହି ସବୁ କିଛି ଏଥି ନିମନ୍ତେ ଆବଶ୍ୟକ। ଷଷ୍ଠ ପ୍ରଶ୍ନ, ପ୍ରିୟ ଶ୍ରୀ ଭଗବାନ, କିଛି ବର୍ଷ ପୂର୍ବରୁ ଏକ ପ୍ରକ୍ରିୟା ସମୟରେ ମୁଁ ଏକ ଅଲୌକିକ ଅନୁଭୂତି ପ୍ରାପ୍ତ କଲି। ଶ୍ରୀ ଭଗବାନ ମୋତେ ମୋ ଶରୀରରୁ ବାହାର କରି ଶ୍ରୀ ଅରବିନ୍ଦଙ୍କୁ ମୋ ମଧ୍ୟରେ ପ୍ରବେଶ କରାଇଲେ ଏବଂ ପ୍ରାୟ 2 ବର୍ଷ ପର୍ଯ୍ୟନ୍ତ ମୁଁ ଜୀବନ ସହିତ ପ୍ରବାହିତ ହେବାର ଏକ ଆଶ୍ଚର୍ଯ୍ୟଜନକ ସ୍ଥିତିରେ ରହିଲି। ପ୍ରତ୍ୟେକ ମୁହୂର୍ତ୍ତରେ ମୁଁ ଆନନ୍ଦ ଏବଂ କୃତଜ୍ଞତାରେ ପୂର୍ଣ୍ଣ ଥିଲି। ଜୀବନ ସହଜ ଥିଲା। ପ୍ରାର୍ଥନା ବିନା ମଧ୍ୟ ଅନେକ ଚମତ୍କାର ଘଟୁଥିଲା ଏବଂ ସେବା ଆପେ ଆପେ ହେଉଥିଲା। ବାହ୍ୟ ପରିସ୍ଥିତି କେବେ ବି ଏହି ସ୍ଥିତିକୁ ପ୍ରଭାବିତ କରୁନଥିଲା। ତଥାପି ପରେ ମୁଁ ଦେଖିପାରିଲି ଯେ ମୁଁ ଆଉ ସେହି ସ୍ଥିତିରେ ନାହିଁ। ଶ୍ରୀ ଅରବିନ୍ଦ କ'ଣ ମୋତେ ଛାଡ଼ି ଚାଲିଗଲେ? ଏହାର କାରଣ କ'ଣ? ଆପଣ ଦୟାକରି ଏହା ଉପରେ ଅଧିକ ଆଲୋକପାତ କରନ୍ତୁ। ହେ ମୋର ପ୍ରିୟ ପ୍ରଭୁ, ପୁନର୍ବାର ବିନା ପ୍ରୟାସରେ ଆମକୁ ଆନନ୍ଦମୟ ସ୍ଥିତିର ଆଶୀର୍ବାଦ ପ୍ରଦାନ କରନ୍ତୁ। ଶ୍ରୀ ଭଗବାନଙ୍କ ଉତ୍ତର, ଅରବିନ୍ଦ ଆପଣଙ୍କୁ ଛାଡ଼ି ଚାଲି ଯାଇଛନ୍ତି, କିନ୍ତୁ ସେ ଆପଣଙ୍କ ପାଖକୁ ଫେରିବେ। ସେ ଆପଣଙ୍କ ପାଖକୁ ଆସିଥିଲେ କାରଣ ଆପଣଙ୍କର ପୂର୍ବ ଜନ୍ମରେ ତାଙ୍କ ସହିତ ସମ୍ପର୍କ ଥିଲା। ସେଥିପାଇଁ ସେ ଆପଣଙ୍କ ଭିତରକୁ ଆସିଥିଲେ ଏବଂ ବହୁତ ଶୀଘ୍ର ଆପଣଙ୍କ ପାଖକୁ ଫେରିବେ। ସପ୍ତମ ପ୍ରଶ୍ନ, ପ୍ରିୟ ଶ୍ରୀ ଭଗବାନ, ଏକ ଅତି ସକ୍ରିୟ ମନ ଯାହା ଅନବରତ ଭୟ ଓ କାହାଣୀ ସୃଷ୍ଟି କରେ, ତାହାକୁ ଚୁପ୍ କରିବା ପାଇଁ ସବୁଠାରୁ ସହଜ ମାର୍ଗ କ'ଣ ଅଟେ? ନିରାଶା ଏବଂ ଭୟ ବେଳେବେଳେ ଆମକୁ କବଳିତ କରିନିଏ। ସହଜରେ ସମର୍ପଣ ଭାବକୁ ପ୍ରାପ୍ତ କରିବା ନିମନ୍ତେ ଆମେ କ'ଣ କରିବା ଉଚିତ?
ଶ୍ରୀ ଭଗବାନଙ୍କ ଉତ୍ତର, ଅନ୍ତତଃ ବୌଦ୍ଧିକ ଭାବରେ ଆପଣ ଏହାକୁ ଆବିଷ୍କାର କରନ୍ତୁ ଯେ କୌଣସି ସ୍ୱ ଇଚ୍ଛା ନଥାଏ, ତେବେ ମନ ଚୁପ୍ ହୋଇଯିବ। ଅଷ୍ଟମ ପ୍ରଶ୍ନ, ପ୍ରିୟ ଶ୍ରୀ ଭଗବାନ, ଯଦି କୌଣସି ସ୍ୱ ଇଚ୍ଛା ନାହିଁ ଏବଂ ପସନ୍ଦର ସ୍ୱାଧୀନତା ନାହିଁ, ତେବେ ଜଣେ ବ୍ୟକ୍ତିଙ୍କର ଭାବନା, କ୍ରିୟା ଏବଂ କାର୍ଯ୍ୟଗୁଡ଼ିକ କିପରି କର୍ମ ରୂପରେ ତାଙ୍କ ନିକଟକୁ ଫେରି ଆସେ? ଶ୍ରୀ ଭଗବାନଙ୍କ ଉତ୍ତର, ମନେ କରନ୍ତୁ ଆପଣ ଏକ ସାପକୁ ଦୁର୍ଘଟଣାବଶତଃ ମାରିଦେଲେ। ଏହି କର୍ମ ଆପଣଙ୍କ ନିକଟକୁ ଆସିବ। ଆପଣ ସ୍ୱେଚ୍ଛାକୃତ ଭାବରେ କିଛି କରିନଥିଲେ ମଧ୍ୟ। ପ୍ରାୟତଃ ମୁଁ ଏହି ଉଦାହରଣ ଦେଇଥାଏ, କିପରି ଏକ ମୁସଲମାନ ଗାଡ଼ି ଚାଳକ ଏକ ଅଜଗର ଉପରେ ଗାଡ଼ି ଚଢ଼ାଇ ଦେଲା ଏବଂ କିପରି ତାର ପିଲାମାନେ ଅଜଗରର ଚମଡ଼ା ପରି ଚର୍ମ ନେଇ ଜନ୍ମ ହେଲେ। ସେ ସେଥିପାଇଁ ଦାୟୀ ନଥିଲେ, କିନ୍ତୁ ତାଙ୍କୁ ଅଜଗର ଉପରେ ଲରି ଚଢ଼ାଇବାକୁ ପଡ଼ିଥିଲା। ତେଣୁ ସମସ୍ତ କ୍ରିୟାର ନିଜସ୍ୱ ପ୍ରତିକ୍ରିୟା ରହିଥାଏ। ଏହି ପ୍ରତିକ୍ରିୟା ଏକ ପ୍ରଭାବରେ ପରିଣତ ହୁଏ ଏବଂ ଏହି ପ୍ରଭାବ ସମଗ୍ର ରହସ୍ୟ ଉପରେ ଏକ ଛାପ ଛାଡ଼ିଯାଏ। ଆପଣଙ୍କୁ ସେହି ସବୁର ଗଭୀରତାକୁ ଯିବାକୁ ହେବ ନାହିଁ। ଏହିପରି ସମଗ୍ର ବ୍ରହ୍ମାଣ୍ଡ ପ୍ରବାହିତ ହୋଇଥାଏ। କୌଣସି ଏକ ଛାୟା ପଥରେ କୌଣସି ସ୍ଥାନରେ ଯଦି କିଛି ଘଟୁଛି, ତାହା ଆପଣଙ୍କୁ ଏଠାରେ ପ୍ରଭାବିତ କରିବ। ଆପଣ ଏପରି ଶୋଇଛନ୍ତି, ଏହା କୌଣସି ଏକ ଛାୟା ପଥରେ ଆଗ୍ନେୟଗିରି ଉଦ୍ଗୀରଣ କାରଣରୁ ମଧ୍ୟ ହୋଇପାରେ। ଏହା ଏକ ଜଟିଳ ବିଷୟ ଅଟେ। ତେଣୁ ଆମକୁ କହିହେବାକୁ ହେବ ଯେ କର୍ମ ରହିଛି, ଯଦିବା ଆପଣ ନିଜେ ମଧ୍ୟ ନାହାନ୍ତି, କର୍ମ ରହିଛି। ଆପଣ ଏକ ବିରାଟ ଭ୍ରମରେ ଅଛନ୍ତି ଯେ ଆପଣ ଅଛନ୍ତି। ମାତ୍ର ଏହା ମଧ୍ୟ ନିଶ୍ଚିତ ଯେ ଯେତେବେଳେ ଆପଣଙ୍କର ଆଉ କୌଣସି କାର୍ଯ୍ୟ ରହିବ ନାହିଁ, ଆପଣ ପ୍ରସ୍ତୁତ ହୋଇଯିବେ। ସର୍ବପ୍ରଥମେ ଆମକୁ ଆପଣଙ୍କୁ ସମସ୍ତ କାର୍ଯ୍ୟରୁ ମୁକ୍ତ କରିବାକୁ ହେବ। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ଏହା ନିଶ୍ଚିତ ଭାବରେ କରିବାକୁ ହେବ। ଏପରିକି ଯେତେବେଳେ ଆମେ ଚୈତନ୍ୟର ସ୍ତର ବୃଦ୍ଧି କରିବା ଦିଗରେ ଅଗ୍ରସର ହେବୁ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଏକ ବିରାଟ ପରିବର୍ତ୍ତନ ଆଣିବ। ଏହି କାରଣରୁ ଆମେ ସର୍ବଦା ଏହି ମନ୍ତ୍ର ଉଚ୍ଚାରଣ କରି ଆସିଛେ, କର୍ମଣୋ ବନ୍ଧାତ୍ ବିମୁକ୍ତିଃ। ଲୋକମାନେ ଏପରି ଅର୍ଥହୀନ ଭାବରେ କାର୍ଯ୍ୟ କରିବାର ତାତ୍ପର୍ଯ୍ୟ କ'ଣ? ଏହା ଚାଲିଯିବ। ସେତେବେଳେ ଆମେ ଆଉ କୌଣସି କର୍ମ ବିଷୟରେ କଥା ହେବା ନାହିଁ। ଆପଣଙ୍କ ପାଇଁ ଆଉ କିଛି କରିବାକୁ ରହିବ ନାହିଁ। ତେଣୁ ଏହା କେବଳ ମାତ୍ର ଆପଣଙ୍କର କର୍ମ ନୁହେଁ, ସାଧାରଣ ଭାବରେ ଏହା ସମଗ୍ର ବ୍ରହ୍ମାଣ୍ଡର କର୍ମ। ବ୍ରହ୍ମାଣ୍ଡକୁ ଆପଣଙ୍କର ଆସିବାର ସମୟ ଅନୁସାରେ ଏହି ବ୍ରହ୍ମାଣ୍ଡ ମଧ୍ୟ ଭିନ୍ନ ଦେଖାଯିବ। ଆମେ ଏହାର ଆଉ ଅଧିକ ଗଭୀରତାକୁ ଯିବା ନାହିଁ। ବେଳେବେଳେ ମୁଁ ବିଚାର କରେ ଯେ ମୁଁ ଏ ସମ୍ପର୍କରେ କିଛି କହିବି ବା ନାହିଁ। ମାତ୍ର ଏହାର ଗୋଟିଏ ବଡ଼ ଦିଗ ହେଉଛି, ଏହା ଆପଣଙ୍କୁ ଲୋକମାନଙ୍କୁ ନେଇ ଅଯଥା ବିଚାର ନ କରିବାରେ ସାହାଯ୍ୟ କରିବ। ଯଦି ଆପଣ ଜୀବନ୍ମୁକ୍ତ ହୋଇଥିବେ, ତେବେ ଆପଣ ଏହା ସ୍ପଷ୍ଟ ଭାବରେ ଦେଖିପାରିବେ ଯେ କୌଣସି ସ୍ୱ ଇଚ୍ଛା ଆଦୌ ହେଲେ ନାହିଁ। ଯେହେତୁ ଆପଣ ଜୀବନ୍ମୁକ୍ତ ହୋଇନାହାନ୍ତି, ଏହା ଆପଣ ବୌଦ୍ଧିକ ସ୍ତରରେ ବୁଝିପାରିବେ ଯେ କୌଣସି ସ୍ୱ ଇଚ୍ଛା ନାହିଁ। ଏହା ମଧ୍ୟ ସହାୟକ ହେବ। ଶେଷ ପ୍ରଶ୍ନ, ପ୍ରିୟ ଶ୍ରୀ ଭଗବାନ, ଜୀବନ୍ମୁକ୍ତି ପଥରେ ଅଲୌକିକ ଅନୁଭୂତିର ଭୂମିକା କ'ଣ? ଯଦି କେହି ଅଲୌକିକ ଅନୁଭୂତି ପ୍ରାପ୍ତ କରିପାରି ନାହାନ୍ତି, ତେବେ ସେ ମୁକ୍ତି ପଥରେ ଅଗ୍ରଗତି କରିପାରିବେ କି? ଶ୍ରୀ ଭଗବାନଙ୍କ ଉତ୍ତର, ଆପଣ ଅଲୌକିକ ଅନୁଭୂତି ବିନା ଜୀବନ୍ମୁକ୍ତ ହୋଇପାରିବେ। କିନ୍ତୁ ଯଦି ଆମେ ଆପଣଙ୍କୁ ଅଲୌକିକ ଅନୁଭୂତି ଦେବୁ, ତେବେ ଆପଣ ଶୀଘ୍ର ଆଗକୁ ବଢ଼ିପାରିବେ। ସେଥିପାଇଁ ଆମେ ଏହି ଅଲୌକିକ ଅନୁଭୂତି ଗୁଡ଼ିକୁ ତ୍ୱରାନ୍ୱିତ କରିବାକୁ ଯାଉଛୁ। ଆମେ ଆପଣଙ୍କୁ ଦେଖାଇବାକୁ ଯାଉଥିବା
एक गुरुत्वपूर्ण जिनिष हेउछि एही जीवन रे आपण केबे मृत्युवरण करिवे ओ केमिति करिवे एहा सेतेबेले देखिबु जेतेबेले आमे अनुभव करिबु जे आपण ताहा पई प्रस्तुत अछंती। जदि आमे आपण को स्पष्ट भावे आपणकर मृत्युर तारीख समय ओ स्थान किपरि आपणकर मृत्यु हेबो एवं मृत्यु परे आपण केउठी रहिबे ताहा देखाई देबु तेबे आपणकर परिवर्तन बहुगुण रे त्वरान्वित हेबो। तेणु आमे आपण मानंकु अधिकरु अधिक अलौकिक अनुभूति देबाकु बाध्य हेबु। जदि आपण को जीवन मुक्त हेबाकु अछि तेबे आपण मृत्यु को भय करिबा उचित नुहे। जीवन मुक्त हेबा आपण को पई एक प्रकारर मृत्यु एवं एक प्रकारर भ्रम। आपण भाबंती जे आपण एठार अछंती किंतु आपण चली जाई थांती। आपण को मस्तिष्क रे किछि परिवर्तन करा जिवो एवं आपण चली जिबे। एहा सहित आपण को भितरे अनेक अर्थहीन जिनिस रहिछि सेगुड़िक सबू शेष होई जिवो। जेतेबेले आपण आखि खोलिबे आपण सेठारे नथिबे केवल घ्राण करिबा रहिबो भावना रहिबो किंतु कौनसी भावुक रहिबे नाही। शब्द रहिबो किंतु कौनसी श्रोता रहिबे नाही। सबु किछि आपे आपे चलिबो। मु केवल मस्तिष्क विषय कहली ए सबु जिनिसर मंजी बहु वर्ष पूर्वरु आमे आपणक भितरे पोती थिलु। वर्तमान आपण एहाकु अंकुरित करिबाकु आरंभ करिवे। घ्राण करिबा स्पर्श करिबा ए सबु किछि अछि आपण आदौ नाहंती। तेबे कर्म केउठारे अछि पूर्वजन्म ओ परजन्म केउठारे अछि पूर्वजन्म अछि परजन्म अछि। सेही पूर्वजन्म आपण नुहंती किंतु एक अतीत जीवन आपणक माध्यम रे प्रवाहित हेउछि। एबे मध्य आपण एठारे नाहंती। एहा आपणकर प्राथमिक जंत्रणा आपणकर मौलिक जंत्रणा हेउछि आपण एवं एहा हेउछि सेही गद्ध जाहाकु आपण बोझ भाबरे बोही चलिछंती। वर्तमान अस्तित्वर दुख हेउछि जीवन अर्थहीन एवं उद्देश्यहीन होई पड़िबा। तापरे आपण मृत्युवरण करने चाहिए। एही घटना लियो टॉलस्टॉय सहित घटी थिला। से महात्मा गांधी को गुरु थिले। लियो टॉलस्टॉय जीवनर समस्त अर्थ उद्देश्य हराई थिले। से आत्महत्या करने को निष्पत्ति नेले। से बंधुक धरिले ट्रिगर चिपिले किंतु बंधुकरू गुली चलिला नहीं। से जीवन मुक्त होई गले। आपण मृत्युवरण करंतु अथवा आपणक भितर थिबा आपणकर मृत्यु हेउ आउ आपण रहिबे नाही। सुवर्ण जुगरे एहा हेबाकु जाउछि। आपण प्रथमे धीरे धीरे पादे पादे आगको बढ़िबे तापरे आपण शीघ्र आगको बढ़िबे। आमको एही दिव्य ज्ञान प्रदान करिथिबारु ज्ञान प्रदाता श्री भगवान को आमे हृदयरु कृतज्ञता और कोटि कोटि धन्यवाद अर्पण करुछु।